ସ୍ୱର୍ଗରେ ଅଛନ୍ତି, ଅନେକ ଲୋକମାନେ ବୃନ୍ତବରଣ କରି ଅଛନ୍ତି, ଅନେକ ଲୋକମାନେ ବହୁମୂଲ୍ୟ ଜୀବନ ଅଛନ୍ତି, ଯାହାର ଫଳରେ ଆଜି ଆମଙ୍କର ହସ୍ତରେ ଆମଙ୍କର ଭାଷାରେ ଆଜି ଆମେ ଈଶ୍ୱରଙ୍କର ବାକ୍ୟ ପାଇଅଛୁ। ହାଲେଲୁୟା। ତେଣୁ ଆଜି ବାକ୍ୟକୁ ଆମେ ସମାଦର କରିବା, ଏ ବାକ୍ୟକୁ ଆମେ ଆଦର କରି ଧ୍ୟାନ ସହକାରେ ଆଜି ଆମେ ଈଶ୍ୱରଙ୍କର ବାକ୍ୟ ଶୁଣିବା। କାରଣ ଆମଙ୍କର ପରମେଶ୍ୱର କଥା କହିବାର ପରମେଶ୍ୱର। ଆମେ କଣ କହିବାର ପରମେଶ୍ୱର? ଆମଙ୍କର ପରମେଶ୍ୱର କଥା କହିବାର ପରମେଶ୍ୱର। ଯେତେବେଳେ ପରମେଶ୍ୱର କଥା କୁହନ୍ତି ଆମଙ୍କର ଜୀବନରେ ମହାନ ମହାନ କାର୍ଯ୍ୟ ସାଧିତ ହୋଇଥାଏ। ତେଣୁ ସେଇ କଥାକୁ ଯଦି ଆମେ ଧ୍ୟାନରେ ଶୁଣିବା, সেই বাক্যକୁ ଆମେ ମନୋଯୋଗୀ ହେବା, সেই ବାକ୍ୟକୁ ଆମେ ସମାଦର କରିବା, সেই ବାକ୍ୟକୁ ଆମଙ୍କର ହୃଦୟରେ ଆମେ ସଞ୍ଚୟ କରି ରଖିବା, ଯାହା ଆଜି ପର୍ଯ୍ୟନ୍ତ ଆମେ ଦେଖିନାହୁଁ ତାହା ସେ ଆମଙ୍କ ଜୀବନରେ କରିବା ପାଇଁ ସମର୍ଥ ପରମେଶ୍ୱର ଅଟନ୍ତି। ଆପଣମାନେ ଯେତେବେଳେ ମଣ୍ଡଳୀକୁ ଆସନ୍ତି ବା ଅନ୍ୟ ମଣ୍ଡଳୀକୁ ଯାଆନ୍ତି ବା ବିଭିନ୍ନ ସ୍ଥାନକୁ ଯାଆନ୍ତି, ଆପଣମାନେ ଗୋଟିଏ ବିଷୟ ନିରୀକ୍ଷଣ କରିଥିବେ, ମୁଁ ମଧ୍ୟ ମୋ ଜୀବନରେ କରିଛି। ମୁଁ ଯେତେବେଳେ ପ୍ରଭୁଙ୍କ ନିକଟକୁ ଆସିଲି, ଯେତେବେଳେ ମୁଁ ଚର୍ଚ୍ଚ ଯିବାକୁ ଆରମ୍ଭ କଲି, ବିଭିନ୍ନ ଖ୍ରୀଷ୍ଟୀୟ ସମାଜର ଲୋକମାନଙ୍କୁ ସାକ୍ଷାତ କରିବା ପାଇଁ ମୁଁ ଆରମ୍ଭ କଲି, ଖ୍ରୀଷ୍ଟ ସମାଜରେ ମୁଁ ଦୁଇ ପ୍ରକାର ଲୋକମାନଙ୍କୁ ମୁଁ ଦେଖିଲି। କେତେ ପ୍ରକାର? ଦୁଇ ପ୍ରକାର। ଗୋଟିଏ ଦଳ ସେମାନେ ଆଶୀର୍ବାଦର ଲୋକମାନେ, ଆଉ ଗୋଟିଏ ଦଳ ସେମାନେ ଆଶୀର୍ବାଦର ଲୋକମାନେ ନୁହନ୍ତି। କିନ୍ତୁ ଦୁଇ ଦଳ ସମାନ ପରମେଶ୍ୱରକୁ ସେମାନେ ବିଶ୍ୱାସ କରୁଛନ୍ତି। କଣ? ଏକ ପରମେଶ୍ୱରକୁ ବିଶ୍ୱାସ କରୁଛନ୍ତି, ଏକ ପ୍ରଭୁ ଯୀଶୁକୁ ସେମାନେ ବିଶ୍ୱାସ କରୁଛନ୍ତି, ଏକ ସତ୍ୟ ପରମେଶ୍ୱରକୁ ସେମାନେ ଆରାଧନା କରୁଛନ୍ତି। କିନ୍ତୁ କିଛି ଲୋକମାନେ ଦାରିଦ୍ର୍ୟ, କିଛି ଲୋକମାନେ ଆଜି ନିରାଶ, ସମସ୍ୟା, ଦୁଃଖ, କଷ୍ଟ, ଶାନ୍ତି ନାହିଁ, ଆନନ୍ଦ ନାହିଁ, ଏହି ପ୍ରକାର ଜୀବନ କାଟୁଛନ୍ତି। ଆଉ କିଛି ଲୋକମାନେ ସେଇ ସତ୍ୟ ପରମେଶ୍ୱରଙ୍କର ଆଶୀର୍ବାଦ ନେଇ ଏହି ଜଗତରେ ବିଜୟ ଜୀବନ କାଟୁଛନ୍ତି। ଯେତେବେଳେ এই সমস্ত বিষয় ମୁଁ ଦେଖେ, ମୁଁ ପ୍ରଶ୍ନ କରେ ନିଜକୁ, ପ୍ରଭୁ ତୁମେ ଏକ ପରମେଶ୍ୱର, କିନ୍ତୁ এই ଦଳର ଲୋକମାନେ ଆଜି କାହିଁକି ଏ ପ୍ରକାର ସମସ୍ୟାରେ ଅଛନ୍ତି? এই ଦଳର ଲୋକମାନେ କାହିଁକି ଆଜି ଆଶୀର୍ବାଦରେ ଅଛନ୍ତି? ଆଉ ସେତେବେଳେ ପରମେଶ୍ୱର ମତେ ଗୋଟେ କଥା କହିଲେ, ଯେଉଁମାନେ ମୋର ବାକ୍ୟକୁ ସମାଦର କରନ୍ତି ମୁଁ ସେମାନଙ୍କୁ ଆଶୀର୍ବାଦ କରିଥାଏ। ଯେଉଁମାନେ ମୋର ବାକ୍ୟକୁ ସମାଦର କରନ୍ତି ସେମାନେ ବାକ୍ୟ ଅନୁସାରେ ଆଶୀର୍ବାଦ ପାଇବେ। କିନ୍ତୁ ଯେଉଁମାନେ ମୋର ବାକ୍ୟକୁ ଅନାଦର କରନ୍ତି, ସମ୍ମାନ କରନ୍ତି ନାହିଁ, ଭୟ କରନ୍ତି ନାହିଁ, ଭକ୍ତି କରନ୍ତି ନାହିଁ, ଧ୍ୟାନରେ ଶୁଣନ୍ତି ନାହିଁ, ସେମାନେ ସେଇ ରାସ୍ତା କଡ଼ରେ ପଡ଼ିଥିବା ଭୂମି ସଦୃଶ ହୁଅନ୍ତି। ରାସ୍ତା କଡ଼ର ଭୂମି, ଆଉ ସେମାନେ କୌଣସି ଫଳପ୍ରଦ ହୁଅନ୍ତି ନାହିଁ। ମୋର ପ୍ରିୟ ଲୋକମାନେ, ଆଜି ପରମେଶ୍ୱର ଚାହାନ୍ତି ଆମମାନେ ସେଇ ଉତ୍ତମ ଭୂମି ହେବା। କଣ ହେବା? ମାନେ ଉତ୍ତମ ଭୂମି ହେବା, ଆଉ ଆମମାନେ 100 ଗୁଣ ଫଳ ଫଳିବା, ତାହା ପରମେଶ୍ୱର ଚାହାନ୍ତି। ହାଲେଲୁୟା। ଆଉ ଶୈତାନ ଜାଣେ ଦୁଇଟି ବିଷୟ ସେ ଆମମାନଙ୍କୁ କରିବାକୁ ଦିଏ ନାହିଁ, କାରଣ ସେ ଦୁଇଟି ବିଷୟରେ ପରମେଶ୍ୱରଙ୍କର ପ୍ରଚୁର ଆଶୀର୍ବାଦ ଥାଏ। ସେ ଦୁଇଟି ବିଷୟ କଣ? ପ୍ରାର୍ଥନା ଏବଂ ବାକ୍ୟ। ଆପଣମାନେ ଜାଣିଥିବେ, ଯେତେବେଳେ ଆମେ ପ୍ରାର୍ଥନା କରିବାକୁ ବାହାରୁ, ଯେତେବେଳେ ଆମେ ବାକ୍ୟ ପଢ଼ିବାକୁ ଇଚ୍ଛା କରୁ, ସଡନଲି ଆମମାନଙ୍କ ଜୀବନରେ ଅନେକ ପ୍ରତିବନ୍ଧକ ଆସିଥାଏ। ଆମମାନଙ୍କର ମାଇଣ୍ଡ ଅନ୍ୟମନସ୍କ ହୋଇଥାଏ, ଆମମାନେ ବିଚଳିତ ହୋଇଥାଉ, ଆମମାନେ ଅସ୍ଥିରତା ହୋଇଥାଉ। ଆଉ ଏହା ଶୈତାନର ଗୋଟେ ଚାଲ। ଶୈତାନ ଚାହେଁ ନାହିଁ ଯେ ତାଙ୍କରି ଲୋକମାନେ ପ୍ରାର୍ଥନା କରନ୍ତୁ ଏବଂ ବାକ୍ୟ ପଢ଼ନ୍ତୁ। ଆଜି ଦେଖ, এই জগতের যেତେବେଳେ ଆମେ ବାସ କରୁଛୁ,
କରୁଛୁ ସମସ୍ତ ବିଷୟ ପାଇଁ ଆମମାନଙ୍କର ଯଥେଷ୍ଟ ସମୟ ଥିବ, ଯଥେଷ୍ଟ ବଳ ଥିବ, ଯଥେଷ୍ଟ ଶକ୍ତି ଥିବ, ଯଥେଷ୍ଟ ଉତ୍ସାହ ଥିବ, ଯଥେଷ୍ଟ ଆଗ୍ରହ ଥିବ, ଯଥେଷ୍ଟ ମାନେ ତୃଷିତ ଥିବା, ଏକ୍ସାଇଟେଡ୍ ଲାଇଫ୍ ସମସ୍ତ ବିଷୟ ପାଇଁ। କିନ୍ତୁ ଯେତେବେଳେ ବାକ୍ୟ ପଢିବା ବିଷୟ ଆସେ, ବାକ୍ୟ ଶୁଣିବା ବିଷୟ ଆସେ, ବାକ୍ୟ ଧ୍ୟାନ କରିବା ବିଷୟ ଆସେ ଏବଂ ପ୍ରାର୍ଥନା କରିବା ବିଷୟ ଆସେ, ଆମକୁ କଣ ଆସିଥାଏ? ନିଦ ଆସିଥାଏ। କଣ ଆସିଥାଏ? ନିଦ ଆସିଥାଏ। କାହିଁକି ଆସିଥାଏ ଜାଣିଛନ୍ତି? ମୁଁ କହୁନାହିଁ ଯେ ଆପଣ ପ୍ରାର୍ଥନା କରିବାକୁ ଇଚ୍ଛା କରୁନାହାନ୍ତି, ତା ମୁଁ କହୁନାହିଁ। ଏଠାରେ ଯେତେ ଜଣ ଆପଣ ମାନେ ବସିଛନ୍ତି ସମସ୍ତେ ପ୍ରାର୍ଥନା କରିବାକୁ ଇଚ୍ଛା କରନ୍ତି, ସମସ୍ତେ ବାଇବଲ ପଢିବାକୁ ଇଚ୍ଛା କରନ୍ତି। ତେଣୁ ମୁଁ ଯେତେବେଳେ ପ୍ରତ୍ୟେକ ଘରକୁ ଯାଇ ସମସ୍ତ ଘରେ ବାଇବଲ ଅଛି, ବାଇବଲ ଅଛି। ଆମେ ଚାହିଁଥାଉ ପ୍ରାର୍ଥନା କରିବା ପାଇଁ, ବାଇବଲ ପଢିବା ପାଇଁ, କିନ୍ତୁ ଏ ଜଗତର ଅଧିପତି ଶୈତାନ ତାହାମାନଙ୍କୁ କରେଇ ଦେବା ପାଇଁ ଚାହିଁ ନଥାଏ। କିନ୍ତୁ ମୋର ପ୍ରିୟ ଲୋକମାନେ, ଆଜି ଆମେ ଶୈତାନର ଲୋକ ନାହୁଁ, ଆମେ ଜୀବିତ ପରମେଶ୍ୱରଙ୍କର ଲୋକ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଈଶ୍ୱରଙ୍କର ବାକ୍ୟରେ ଲେଖା ଅଛି ଯେ ଈଶ୍ୱରଙ୍କ ଠାରୁ ଜାତ ହୋଇଛି ସେ ଜଗତକୁ ଜୟ କରିଅଛି। ପ୍ରେଜ୍ ଦ ଲର୍ଡ। କିଏ ଜଗତକୁ ଜୟ କରିପାରେ? ଏ ଜଗତର ଯିଏ ଧନୀ ସିଏ ନୁହେଁ, ଯିଏ ବଳବାନ ସିଏ ନୁହେଁ, ଯିଏ ଜ୍ଞାନୀ ସିଏ ନୁହେଁ, କିନ୍ତୁ ବାକ୍ୟରେ ଲେଖା ଅଛି ଯେଉଁମାନେ ଈଶ୍ୱରଙ୍କ ଠାରୁ ଜାତ ହୋଇଛନ୍ତି, ଯେଉଁମାନେ ପୁନର୍ଜନ୍ମ ପାଇଛନ୍ତି, ଯେଉଁମାନେ ଈଶ୍ୱରଙ୍କର ପୁତ୍ର କନ୍ୟା ହେବାର ଅଧିକାର ପାଇଛନ୍ତି, ସେମାନେ ଜଗତକୁ ଜୟ କରିଅଛନ୍ତି। ପ୍ରେଜ୍ ଦ ଲର୍ଡ। ସେମାନେ ଜଗତକୁ ଜୟ କରିବେ। ଏ ଜଗତର କୌଣସି ବିଷୟ ସେମାନଙ୍କୁ ପରାଜୟ କରିପାରିବ ନାହିଁ, କାରଣ ଜଗତରେ ଯେ ଅଛି ତାଠାରୁ ମହାନ ପ୍ରଭୁ ଆମମାନଙ୍କ ହୃଦୟରେ ଅଛନ୍ତି। ପ୍ରେଜ୍ ଦ ଲର୍ଡ। ଆପଣ କାହିଁକି ଜଗତକୁ ଜୟ କରିପାରିବେ? ଦିଟା କାରଣ। କାରଣ ଆପଣ ଜଗତକୁ ସୃଷ୍ଟି କରିଥିବାର ପୁଅ ଝିଅ ମାନେ। ପ୍ରେଜ୍ ଦ ଲର୍ଡ। ଜଗତକୁ ଯିଏ ସୃଷ୍ଟି କରିଅଛି ସେଇ ପରମେଶ୍ୱରଙ୍କର ପୁଅ ଏବଂ ଝିଅ ମାନେ ହଉଛୁ ଆମେ ମାନେ। ପ୍ରେଜ୍ ଦ ଲର୍ଡ। ଦ୍ୱିତୀୟ ବିଷୟ, ଏ ଜଗତକୁ ସୃଷ୍ଟି କରିଥିବା ପରମେଶ୍ୱର ସେ କେବଳ ସ୍ୱର୍ଗରେ ବାସ କରନ୍ତି ତା ନୁହେଁ, ସେ ଆମମାନଙ୍କର ଅନ୍ତରରେ ବାସ କରନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆଉ এই দুইটি সত্যতা ଯେଉଁ ବ୍ୟକ୍ତିମାନେ ଧ୍ୟାନ କରିବେ, ଯେଉଁ ବ୍ୟକ୍ତିମାନେ ସଚେତନ ହୋଇ ରହିବେ, ଯେଉଁ ବ୍ୟକ୍ତିମାନେ ଦୁଇଟି ବିଷୟକୁ ଧରି ରଖିବେ, এই ଜଗତରେ ସେମାନେ ପ୍ରତ୍ୟେକଟି ବିଷୟରେ ସେମାନେ ବିଜୟର ଜୀବନ କାଟିବେ, କାରଣ ବିଜୟର ପରମେଶ୍ୱର ସେମାନଙ୍କର ସୃଷ୍ଟିକର୍ତ୍ତା ଅଟନ୍ତି। ପ୍ରେଜ୍ ଦ ଲର୍ଡ। ବିଜୟର ପରମେଶ୍ୱର ସେମାନଙ୍କ ସହିତ ଅଛନ୍ତି। ତା ହେଉଛି ଆମମାନଙ୍କର ସବୁଠାରୁ ବଡ଼ ଆଶୀର୍ବାଦ। ହାଲେଲୁୟା। ତେଣୁ ମୁଁ ବିଶ୍ୱାସ କରେ ଶୈତାନ ଆମମାନଙ୍କୁ କୌଣସି ବିଷୟରେ ପରାଜୟ କରିପାରିବ ନାହିଁ, କାରଣ ଯୀଶୁ ଆମମାନଙ୍କୁ ଅଧିକାର ଦେଇଅଛନ୍ତି। ସେଇ ଅଧିକାର ଶକ୍ତିରେ, ସେଇ ବାକ୍ୟରେ ଆମେ ଶୈତାନକୁ ପରାଜୟ କରିବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତେଣୁ ଆଜି ମୁଁ ଯେଉଁ ବାକ୍ୟ କହିବି ତାହା ଅତି ଗୁରୁତ୍ୱପୂର୍ଣ୍ଣ। ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ମୋର ପ୍ରସଙ୍ଗ ହେଉଛି ପ୍ରାର୍ଥନାର ଶକ୍ତି। ପ୍ରେଜ୍ ଦ ଲର୍ଡ। ଆଜି ଆମେ ସର୍ବଶକ୍ତିମାନ ପରମେଶ୍ୱରଙ୍କର ପୁଅ ଝିଅ ମାନେ, ଆଉ ଯେତେବେଳେ ମାନେ ଜଗତରେ ପ୍ରାର୍ଥନା କରୁ, ଆମମାନଙ୍କର ପ୍ରାର୍ଥନା ଦ୍ୱାରା ପରମେଶ୍ୱରଙ୍କର ଶକ୍ତି ପ୍ରକାଶିତ ହୋଇଥାଏ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୁଁ ଯେତେବେଳେ ଏଇ ଦିନମାନଙ୍କରେ ମୁଁ ବାଇବଲ ପଢୁଥିଲି, ପ୍ରଭୁ ଆଜି ଆମମାନଙ୍କୁ ଶକ୍ତି ଦରକାର, ଆଜି ଆମମାନଙ୍କୁ ପରାକ୍ରମ ଦରକାର, ଆଜି ଆମମାନଙ୍କୁ ମହାନ କାର୍ଯ୍ୟ ମାନେ କରିବାର ବାକି ଅଛି, ଆଉ ସେଇ କାର୍ଯ୍ୟ କରିବା ପାଇଁ ଆମମାନଙ୍କୁ ଶକ୍ତି ଦରକାର। ସେତେବେଳେ ମୋତେ ପରମେଶ୍ୱର ଯେଉଁ ବାକ୍ୟ କହିଅଛନ୍ତି ତାହା ମୁଁ କହିବା ପାଇଁ ଚାହେଁ। এই ଜଗତରେ ଯଦି ପରାକ୍ରମ ଶକ୍ତିରେ ପରିପୂର୍ଣ୍ଣ ହୋଇ ଈଶ୍ୱରଙ୍କର ରାଜ୍ୟ, ଈଶ୍ୱରଙ୍କର ମହାନ କାର୍ଯ୍ୟ ଯଦି ଆମେ କରିବା ପାଇଁ ଚାହୁଁଛୁ, ଗୋଟିଏ ବିଷୟ ଆଜି ମଣ୍ଡଳୀଙ୍କ ଆବଶ୍ୟକ, ତାହା ହେଉଛି ପ୍ରାର୍ଥନା। ପ୍ରେଜ୍ ଦ ଲର୍ଡ। ତେଣୁ ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ପ୍ରାର୍ଥନାର ଶକ୍ତି। ପ୍ରେଜ୍ ଦ ଲର୍ଡ। ଯେଉଁ ଶକ୍ତି ପ୍ରାର୍ଥନାରେ ଅଛି ଆଜି ମୁଁ ଏବଂ ଆପଣମାନେ ଜାଣିବା ଦରକାର। ପ୍ରତ୍ୟେକ ବିଶ୍ୱାସୀ ମାନଙ୍କ ନିମନ୍ତେ ଦୁଇଟି ଶକ୍ତି ପ୍ରଭୁ ଦେଇଅଛନ୍ତି, ଆଉ
से दुईटी विषय द्वारा ताकर शक्ति से प्रकाश करिवे ता होछि प्रार्थना एवं वाक्य। प्रेज द लॉर्ड, हालेलुया। जेपरि जने व्यक्ति को आपण माने देखिथिबे चढ़ई को उड़िबा पई केतोटी डेरा दरकार, दुईटी डेरा दरकार। दुईटी डेरा द्वारा जेपरि चढ़ई से उच्च आकाश मध्य उड़ी थाए ए जगत मध्य आज आमने परमेश्वर को निमंते परमेश्वर को कार्य करबा निमंते परमेश्वर को महानता को प्रकाश करबा निमंते हमको दुईटी विषय आवश्यक ता होछि वाक्य एवं प्रार्थना। प्रेज द लॉर्ड, हालेलुया। तेणु मोर प्रिय लोक माने आज मो एवं आपण माने प्रार्थना को गुरुत्वपूर्ण भाव में जीवन शैली करबा आवश्यक। प्रेज द लॉर्ड, कौन करबा प्रार्थना आमानकर शैली हेबा दरकार, प्रार्थना आमानकर खाद्य हेबा दरकार, प्रार्थना आमानकर जल हेबा दरकार, प्रार्थना आमानकर सब किछि हेबा दरकार। हालेलुया, प्रेज द लॉर्ड। जने व्यक्ति जीवित रहिबा निमंते दुईटी विषय आवश्यक अटे। केतोटी विषय आवश्यक? दुईटी अति गुरुत्वपूर्ण विषय आवश्यक अटे। मु गत दिन मान करे मु भाबुथिली प्रभु मनुष्य को बंचिबा निमंते दुईटी विषय आवश्यक। कौन कहि पारिबे कि? निश्वास प्रश्वास एवं खाद्य। कौन दरकार? निश्वास प्रश्वास जने व्यक्ति नेबा द्वारा एवं खाद्य खाइबा द्वारा से ए जगत रे बंची थाए। जदि आमने कहबा जने निश्वास प्रश्वास नेउछि खाद्य खाउ नै से के दिन बंचिबो? मैक्सिमम 40 की 50 दिन बंचिबो। काहे बिना खाद्य रे यीशु ख्रीष्ट 40 दिन उपवास करिथिले, मोसा 40 दिन उपवास करिथिले। आज मध्ये अनेक प्रभुकर दास माने बिना खाद्य रे से माने 40-50 दिन बंचुछंती केवल निश्वास प्रश्वास नेबा द्वारा। तापरे जदि खाद्य जने खाइबो नाही से मृत्युवरण करिबो। तो प्रभु मते कहउथिले आमानकर आत्मिक जीवनर जीवित निमंते केउ जीवन आत्मिक जीवनर जीवित निमंते आमान को मध्य दुईटी विषय आवश्यक ता होछि प्रार्थना एवं वाक्य। प्रेज द लॉर्ड, हालेलुया। कारण प्रार्थना एक निश्वास प्रश्वास परि। प्रेज द लॉर्ड। तो वाक्य लिखा अछि मु आगो को कहबी सर्वदा प्रार्थना करो। सर्वदा निश्वास प्रश्वास हमें नहीं था। सर्वदा कौन करि थाओ? निश्वास प्रश्वास नहीं था। काहे गुटे 5 मिनिट एंती नाको बंद करियो कोन हबो? माने निश्वास प्रश्वास माने जेपरि सदा सर्वदा नहीं थाओ आत्मिक जीवन निमंते प्रार्थना मध्य सदा सर्वदा करिबा आवश्यक अटे। प्रेज द लॉर्ड। तो आत्मिक जीवन निमंते निश्वास प्रश्वास कोन? प्रार्थना। हालेलुया। आत्मिक जीवन निमंते निश्वास प्रश्वास कोन? प्रार्थना। दया कर आपण माने रेस्पोंड करंतु। प्रार्थना जेतबे हमने प्रार्थना करू ना आमानकर आत्मिक जीवन रो निश्वास कोन होछि? आलो कोन होछि? बंद होछि, बंद होछि। ठीक से प्रकार शरीर पर जेपरि खाद्य दरकार 3 ओली 4 ओली 5 ओली 6 ओली खाइता अनवरत माने खाइता। हां आ केते खाउछु को द्वारा जणा पड़बो जानि छ ना? एटा चिन्ह किए केते खाउछु कोट जानिबो? एटा गुटे लैंडमार्क। आमे आज खाइबार केते तत्पर केते माने इच्छुक केते आग्रह किछि भूलले काहे कि आमान को बंचिबा निमंते आमान को खाद्यर आवश्यक। ठीक सही प्रकार आत्मिक जीवन रे आमाने बंचिबा निमंते आमान को आत्मिक खाद्य वाक्यर आवश्यक अटे। प्रेज द लॉर्ड, हालेलुया, हालेलुया। ईश्वर को वाक्य रे लिखा अछि तुमे माने आत्मिकतारे जेपरि वृद्धि पाओ सेति निमंते एई अमिश्रित दुग्ध को पान करबा पई इच्छा करो। हालेलुया, इच्छा करो, आग्रह हो। एबे आपण माने जदि देखिबे गोटे नुआ
ମାନେ ନୂତନରେ ଜନ୍ମ ହେଇଥିବା ଛୁଆକୁ ଆପଣ ନୂଆ ଡ୍ରେସ୍ ଆଣି ଦିଅନ୍ତୁ, ତାକୁ କିଛି ଫରକ ପଡିବ ନାହିଁ। କାଲି ବୋଧେ ଆମର ପ୍ରବୀର ଭାଇ ଗୋଟେ ସେ ଛୁଆକୁ ଚଲେଇବା ପାଇଁ ଗୋଟେ ସେଇଟା କଣ କହିବେ ମୁଁ ଜାଣିନି, ସେଇଟା ଯେତେବେଳେ ସେ ଝିଅ ଦେଖୁଛି ଭୟ କରୁଛି, ସେ ବସୁ ନାହିଁ ସେଇଠି। ତାକୁ ଡ୍ରେସ୍ ୱାକର ଗାଡି କିଛି ତାକୁ ଫରକ ପଡିବ ନାହିଁ। ଗୋଟେ ନବଜାତ ଶିଶୁକୁ ସେ ବଞ୍ଚିବା ପାଇଁ ଗୋଟିଏ ବିଷୟରେ ତୃଷିତ ହବ, ତାହା ହଉଛି ଦୁଗ୍ଧ। କଣ? ଦୁଗ୍ଧ। ମା କ୍ଷୀର ପାଇଁ ସେ ତୃଷିତ ହୋଇଥାଏ, ମା କ୍ଷୀର ପାଇଁ ସେ କ୍ରନ୍ଦନ କରିଥାଏ, ମା କ୍ଷୀର ପାଇଁ ସେ ବ୍ୟାକୁଳ ହୋଇଥାଏ। ମୋର ପ୍ରିୟ ଲୋକମାନେ, ଆତ୍ମିକ ଜୀବନରେ ଯଦି ଆମେ ବଞ୍ଚିବା ପାଇଁ ଚାହୁଁଛୁ, ଆଜି ଆମକୁ ସେଇ ଶିଶୁ ଯେପରି ମା କ୍ଷୀର ପାଇଁ ତୃଷିତ, ବ୍ୟାକୁଳ, ଚିତ୍କାର କରିଥାଏ, କ୍ରନ୍ଦନ କରିଥାଏ, ନିଦ୍ରାରେ ଶୋଇପାରି ନଥାଏ, ସେହିପରି এই আত্মিক খাদ্য পাই আমাদের তৃষিত হওয়া দরকার। আমেন। হালেলুয়া। হালেলুয়া। প্রেজ দ্য লর্ড। গতদিন মান করে কালি মধ্যে ମୁଁ বসিকি ভাবুଥିଲି, আমারে যেତେବେଳେ প্রার্থনা বাক্য পঠন ন করু, আমানকর আন্তরিক পুরুষ, আমানকর আত্মিক পুরুষ সে দুর্বল ହୁଅନ୍ତି, দুর্বল ହୁଅନ୍ତି, ସେ ଶକ୍ତିହୀନ ହୁଅନ୍ତି। ଆଜି ମୋର ପ୍ରିୟ ଲୋକମାନେ, ଆଜି ମୁଁ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ, ଯଦି ଆମମାନଙ୍କର ଆତ୍ମିକ ଜୀବନରେ ଆଜି ଆମମାନେ ଶକ୍ତିମାନ, ଆଜି ଆମମାନେ ବଳବାନ, ଆଜି ଯଦି ଆମମାନେ ବିଜୟ, ସମୃଦ୍ଧି, ଆଶୀର୍ବାଦର ଜୀବନ ଯଦି ଆମମାନେ କାଟିବା ପାଇଁ ଚାହୁଁଛୁ, ଆମମାନଙ୍କୁ ଦୁଇଟି ବିଷୟ ଆବଶ୍ୟକ, ତାହା ହେଉଛି ପ୍ରାର୍ଥନା ଏବଂ ଈଶ୍ୱରଙ୍କର ବାକ୍ୟ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତେଣୁ ଦୁଇଟି ବିଷୟରେ ଆମମାନେ ଅବହେଳିତ ନ ହଉ। ତେଣୁ ମୁଁ ଆଜି ବାକ୍ୟ ବିଷୟରେ କହିବି ନା, ଆଜି ମୁଁ ପ୍ରାର୍ଥନା ବିଷୟରେ କହିବି। ପ୍ରାର୍ଥନାର ଶକ୍ତି। ପ୍ରେଜ୍ ଦ ଲର୍ଡ। ଜଣେ ପ୍ରଭୁଙ୍କର ଦାସ କହିଲେ, when we work we work, when we pray God work. ପ୍ରେଜ୍ ଦ ଲର୍ଡ। ଯାହା ଶୁଣନ୍ତୁ, ଯେତେବେଳେ ଆମେ କାର୍ଯ୍ୟ କରିଥାଉ, ଆମେ କାର୍ଯ୍ୟରେ ରହିଥାଉ, କିନ୍ତୁ ଯେତେବେଳେ ଆମେ ପ୍ରାର୍ଥନା କରିଥାଉ, ପରମେଶ୍ୱର ଆମମାନଙ୍କ ପାଇଁ କାର୍ଯ୍ୟ କରନ୍ତି। ହାଲେଲୁୟା। ମୁଁ କହୁନାହିଁ ଆପଣମାନେ ଘରେ ବସିକି କାମ ନ କରିକି ପ୍ରାର୍ଥନା କରନ୍ତୁ, କେବଳ ତା କହୁନାହିଁ, କିନ୍ତୁ ଆମମାନଙ୍କ ଜୀବନରେ ଆମଙ୍କର କାର୍ଯ୍ୟ, ଆମଙ୍କର ପରିଶ୍ରମ, ଆମଙ୍କର ଚାକିରି, ଆମଙ୍କର ପାଠପଢା, ଆମଙ୍କର ବ୍ୟବସାୟ, ଆମଙ୍କର ପ୍ରତ୍ୟେକ ବିଷୟ ଠାରୁ ମୋର ପ୍ରିୟ ଲୋକମାନେ, ଆଜି ଆମେ ପ୍ରାର୍ଥନାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଦେବା ଦରକାର। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। କାରଣ ଯେତେବେଳେ ଆମେ କାର୍ଯ୍ୟ କରୁ, ଆମେ କାର୍ଯ୍ୟ କରିଥାଉ, କିନ୍ତୁ ଯେତେବେଳେ ଆମେ ପ୍ରାର୍ଥନା କରୁ, ପରମେଶ୍ୱର କାର୍ଯ୍ୟ କରିଥାନ୍ତି। ହାଲେଲୁୟା। ତେଣୁ ମୋର ପ୍ରିୟ ଲୋକମାନେ, ଆଜି ଆପଣମାନଙ୍କର ପ୍ରାର୍ଥନାରେ, ଆପଣମାନଙ୍କର ପାଠପଢ଼ାରେ, ଆପଣମାନଙ୍କର କାର୍ଯ୍ୟ କ୍ଷେତ୍ରରେ, ଆପଣମାନଙ୍କର ସେବା କ୍ଷେତ୍ରରେ, ପାରିବାରିକ ଜୀବନରେ କେବଳ କାର୍ଯ୍ୟରେ ବ୍ୟସ୍ତ ହୁଅନ୍ତୁ ନାହିଁ, କିନ୍ତୁ ପ୍ରାର୍ଥନାରେ ବ୍ୟସ୍ତ ହୁଅନ୍ତୁ। ଆପଣମାନଙ୍କ ପାଇଁ ପରମେଶ୍ୱର ସେ କାର୍ଯ୍ୟକୁ ସରଳ କରିବେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଅନେକ ସମୟ ଆମେ କହିଥାଉ, ଆମେ କାର୍ଯ୍ୟରେ ବ୍ୟସ୍ତ, ଆମମାନଙ୍କ ପାଇଁ ପ୍ରାର୍ଥନାର ସମୟ ନାହିଁ। କିନ୍ତୁ ମୋର ପ୍ରିୟ ଲୋକମାନେ, ଯେତେବେଳେ ଆମେ କାର୍ଯ୍ୟ କରୁ, ଆମେ କାର୍ଯ୍ୟ କରିଥାଉ, ଯେତେବେଳେ ଆମେ ପ୍ରାର୍ଥନା କରୁ, କିଏ କାର୍ଯ୍ୟ କରନ୍ତି? ଈଶ୍ୱର କାର୍ଯ୍ୟ କରନ୍ତି। ହାଲେଲୁୟା। ତେଣୁ ପ୍ରାର୍ଥନା ଈଶ୍ୱରକୁ କାର୍ଯ୍ୟ କରିବା ପାଇଁ ସୁଯୋଗ ଦେଇଥାଏ। ହାଲେଲୁୟା। ପ୍ରାର୍ଥନା ଈଶ୍ୱରକୁ କାର୍ଯ୍ୟ କରିବା ପାଇଁ ବ୍ୟସ୍ତ କରାଇଥାଏ। ଯେତେବେଳେ ତାଙ୍କ ସନ୍ତାନ ସନ୍ତତି ମାନେ ପ୍ରାର୍ଥନା କରନ୍ତି, ସ୍ୱର୍ଗର ପରମେଶ୍ୱର ତାଙ୍କ ଦୂତମାନଙ୍କୁ ପଠାନ୍ତି, ତାଙ୍କର କାର୍ଯ୍ୟ ସେ ଆରମ୍ଭ କରନ୍ତି। ପ୍ରେଜ୍ ଦ ଲର୍ଡ। ତେଣୁ ଆସ ଏଇ ଦିନ ମାନଙ୍କରେ ଆମେ ପ୍ରାର୍ଥନାକାରୀ ବ୍ୟକ୍ତି ହେବା। ଜଣେ ପ୍ରଭୁଙ୍କର ଦାସ ଏହିପରି କହିଲେ, ମୋର ପ୍ରେୟାର, ଏଟା ଆମେ ସମସ୍ତେ, ମୋର ପାୱାର, ଲେସ୍ ପ୍ରେୟାର ଲେସ୍ ପାୱାର, नो ପ୍ରେୟାର ପାୱାର ले दू। କଣ? ଅଧିକ ପ୍ରାର୍ଥନା। এই କୋଟେସନ କେବଳ ମୁଁ କହିବି ତା ନୁହେଁ, ଆଜି ଆମେ ପରସ୍ପରକୁ ଆମେ ସମୀକ୍ଷା କରିବା। ଅଧିକ ପ୍ରାର୍ଥନା ଅଧିକ ଶକ୍ତି ଦେଇଥାଏ, ଅଳ୍ପ ପ୍ରାର୍ଥନା ଅଳ୍ପ ଶକ୍ତି ଦେଇଥାଏ। ପ୍ରାର୍ଥନା ନାହିଁ, ଶକ୍ତି ନାହିଁ। ହାଲେଲୁୟା। ତେଣୁ ମୋର ପ୍ରିୟ ଲୋକମାନେ, ଜଣେ ପ୍ରଭୁଙ୍କର ଦାସ ଏହିପରି କହିଲେ,
church is the powerless church. কোন প্রার্থনাহীন মণ্ডলী, শক্তিহীন মণ্ডলী। কোন বলি কইলে কোনটো কোনটো প্রার্থনাহীন মণ্ডলী, শক্তিহীন মণ্ডলী। যে মণ্ডলীরে প্রার্থনা ଲୋକମାନେ କରନ୍ତି ନାହିଁ, সেই ମଣ୍ଡଳୀର ଲୋକମାନେ ଶକ୍ତିହୀନ ଭାବରେ ଜୀବନ କାଟନ୍ତି। ଶୈତାନ ଗୋଟିଏ ଲୋକମାନଙ୍କୁ ଭୟ କରେ ଯେଉଁମାନେ ପ୍ରାର୍ଥନାରେ ଅଗ୍ନି ସ୍ୱରୂପ ଜଳନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଯେଉଁ ପରିବାରରେ ପ୍ରାର୍ଥନା ହୁଏ, ଯେଉଁ ମଣ୍ଡଳୀରେ ପ୍ରାର୍ଥନା ହୁଏ, ଯେଉଁ ମଣ୍ଡଳୀର ଲୋକମାନେ ପ୍ରାର୍ଥନାକୁ ପ୍ରାଧାନ୍ୟତା ଦିଅନ୍ତି, ସେଠାରେ ପରମେଶ୍ୱର ତାଙ୍କର ଅନବରତ ଶକ୍ତିର ସ୍ରୋତକୁ ସେ ଢାଳି ଦିଅନ୍ତି। ହାଲେଲୁୟା। ଯେଉଁ ପରିବାରରେ ପ୍ରାର୍ଥନା ଥାଏ ସେ ପରିବାର ଶକ୍ତିଯୁକ୍ତ ପରିବାର। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଯେଉଁ ମଣ୍ଡଳୀରେ ପ୍ରାର୍ଥନା ଥାଏ ସେ ମଣ୍ଡଳୀ ଶକ୍ତିଯୁକ୍ତ ମଣ୍ଡଳୀ। ଯେଉଁ ବ୍ୟକ୍ତିଙ୍କ ଠାରେ ପ୍ରାର୍ଥନା ଥାଏ ସେଇ ବ୍ୟକ୍ତି ଶକ୍ତିଯୁକ୍ତ ବ୍ୟକ୍ତି ହେବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତେଣୁ ମୋର ପ୍ରିୟ ଲୋକମାନେ, ବାଇବଲ ଯେତେବେଳେ ଆମେ ପଢିବା, ଆପଣମାନେ ଘରେ ଘରେ ପଢନ୍ତୁ ଆଦି ପୁସ୍ତକ 7 ଅଧ୍ୟାୟ, ଆଦି ପୁସ୍ତକ 4 ଅଧ୍ୟାୟ 26 ପଦରେ, ବାଇବଲର ପ୍ରଥମ ପଦରେ এই পদରେ ପ୍ରାର୍ଥନାର ବିଷୟ ଲେଖା ହେଇଛି। କଣେ ଆପଣମାନେ ଜାଣିଥାନ୍ତୁ, ଆଦି ପୁସ୍ତକ 4 ଅଧ୍ୟାୟ 26 ପଦରେ ଲେଖା ଅଛି, ତ ସେଠୁ ମଧ୍ୟ ଏକ ପୁତ୍ର ଜନ୍ମିଲା, ଆଉ ସେ ତାର ନାମ ଇନୋସ ଦେଲା। এই ସମୟରେ ମନୁଷ୍ୟମାନେ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବାକୁ ଲାଗିଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଆଦି ପୁସ୍ତକରୁ ପ୍ରକାଶିତ ପୁସ୍ତକ ପର୍ଯ୍ୟନ୍ତ ପ୍ରତ୍ୟେକ ଲୋକମାନେ ଯେତେବେଳେ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କଲେ, ଅନବରତ ପ୍ରାର୍ଥନା କଲେ, ପ୍ରତ୍ୟେକ ପରିସ୍ଥିତି ପାଇଁ ପ୍ରାର୍ଥନା କଲେ, ପ୍ରତ୍ୟେକ ବିପଦ ପାଇଁ ପ୍ରାର୍ଥନା କଲେ, ସ୍ୱର୍ଗର ପରମେଶ୍ୱର ଶକ୍ତିଯୁକ୍ତ ଭାବରେ ସେମାନଙ୍କୁ ଆଶୀର୍ବାଦ କଲେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଅବ୍ରାହମ ପ୍ରାର୍ଥନା କଲେ, ଇସାକ ପ୍ରାର୍ଥନା କଲେ, ଯାକୋବ ପ୍ରାର୍ଥନା କଲେ, ଯୋସେଫ ପ୍ରାର୍ଥନା କଲେ, ମୋଶେ ପ୍ରାର୍ଥନା କଲା, ଜିଓସେଫ ପ୍ରାର୍ଥନା କଲେ, ଗିବ୍ୟନ ପ୍ରାର୍ଥନା କଲେ, ସାମୁଏଲ ପ୍ରାର୍ଥନା କଲେ, ଜାବେଜ ପ୍ରାର୍ଥନା କଲେ, ଦାନିଏଲ ପ୍ରାର୍ଥନା କଲେ, ଜେରେମିୟା ପ୍ରାର୍ଥନା କଲେ, ଏଲିସା ପ୍ରାର୍ଥନା କଲେ, ଏଲିୟା ପ୍ରାର୍ଥନା କଲେ, ସ୍ୱର୍ଗରୁ ଅଗ୍ନି ବର୍ଷା ହେଲା। ପ୍ରେଜ୍ ଦ ଲର୍ଡ। ଆଜି ଆମମାନଙ୍କ ଜୀବନରେ ଯଦି ଆମେ ପ୍ରଭୁଙ୍କର ଶକ୍ତି, ପ୍ରଭୁଙ୍କର ଆଶୀର୍ବାଦ, ପ୍ରଭୁଙ୍କର ମଙ୍ଗଳ ଦେଖିବା ପାଇଁ ଚାହୁଁଛୁ, ମୋର ପ୍ରିୟ ଲୋକମାନେ, ଗୋଟିଏ ମାଧ୍ୟମ ହେଉଛି ତା ପ୍ରାର୍ଥନା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତେଣୁ ମୋର ପ୍ରିୟ ଲୋକମାନେ, ଆଜି ଆମମାନଙ୍କ ଜୀବନରେ ନୂତନ ନିୟମରେ ଯେତେବେଳେ ଆମେ ଦେଖିବା, ଯୀଶୁ ଖ୍ରୀଷ୍ଟ ପ୍ରାର୍ଥନା କଲେ। ହାଲେଲୁୟା। ପିତର ପ୍ରାର୍ଥନା କଲେ, ପ୍ରଥମ ଶତାବ୍ଦୀର ମଣ୍ଡଳୀର ଲୋକମାନେ ପ୍ରାର୍ଥନା କଲେ, ପାଉଲ ପ୍ରାର୍ଥନା କଲେ, ଯାକୋବ ପ୍ରାର୍ଥନା କଲେ। ମୋର ପ୍ରିୟ ଲୋକମାନେ, ତେଣୁ ପ୍ରାର୍ଥନା ଆମମାନଙ୍କ ନିମନ୍ତେ ଗୋଟିଏ ମନୋନୟନର ବିଷୟ ନୁହେଁ, ପ୍ରାର୍ଥନା ଆମମାନଙ୍କ ପାଇଁ ବାଧ୍ୟ ଅଟେ। ପ୍ରେଜ୍ ଦ ଲର୍ଡ। ଆଜି ଯଦି ଜଗତକୁ ଆମେ ଦେଖିବା, ଜଗତର ପ୍ରତ୍ୟେକ ଲୋକମାନେ ଆଜି ପ୍ରାର୍ଥନା କରନ୍ତି। ଯେଉଁ ଧର୍ମ ହଉ, ଯେଉଁ ଜାତି ହଉ, ଯେଉଁ ବର୍ଗ ହଉ, ଯେଉଁ ପ୍ରକାର ଲୋକମାନେ ହୁଅନ୍ତୁ ନା ନାହିଁ, ସେମାନେ କଣ କରନ୍ତି? କଣ କରନ୍ତି? ପ୍ରାର୍ଥନା କରନ୍ତି। ଏଲି ଶୋଇଲା ନା କଣ? ଏଲି ନାହିଁ, ସରି, ହଁ ଦେଖ, ଏଲି କହିଲେ ବି ସେ ମତେ ଦେଖୁଛି। ଓକେ, ଏଲି ନାହିଁ। ମାନେ ମୁଁ କଣ କହିବା ପାଇଁ ଚାହୁଁଛି ଯେ ପ୍ରାର୍ଥନା ଗୋଟିଏ ଅପସନ୍ ନାହିଁ, ମାନେ ଗୋଟେ ମନୋନୟନ ବିଷୟ ନାହିଁ, ଚଏସ୍ ନାହିଁ। ମୁଁ ଇଚ୍ଛା କଲେ ପ୍ରାର୍ଥନା କରିବି, ଇଚ୍ଛା ନ କଲେ କରିବି ନାହିଁ। ନାଇଁ, ବାଇବଲ ଯେତେବେଳେ ଆମେ ପଢିବା, ବାଇବଲରେ ପ୍ରାର୍ଥନାକୁ ଗୋଟିଏ ଆଜ୍ଞା ସ୍ୱରୂପେ କୁହାଯାଇଛି। ପ୍ରେଜ୍ ଦ ଲର୍ଡ। ତୁମେ ପ୍ରାର୍ଥନା କର। ପ୍ରଥମ ସାମୁଏଲ 12 ଅଧ୍ୟାୟ 23 ପଦ ଯଦି ଆମେ ପଢିବା, ପ୍ରଥମ ସାମୁଏଲ 12 ଅଧ୍ୟାୟ 23 ପଦ ଅନୁରୋଧ କରିବି ଭାଇ ପଢବାନିସ୍ ଭାଇ। ଆହୁରି ମୁଁ ଯେ ତୁମମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରୁ ନିବୃତ୍ତ ହୋଇ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିବି, ଏହା ଦୂରେ ଥାଉ। ମାତ୍ର ମୁଁ ତୁମମାନଙ୍କୁ ଉତ୍ତମ ଓ ସରଳ ପଥ ବିଷୟ ଶିକ୍ଷା କରାଇବି। ଓକେ, ଏଠାରେ କଣ ଲେଖା ଅଛି? ସେ କହୁଛନ୍ତି ଯେ ମୁଁ ପ୍ରାର୍ଥନା ନ କରିବା
କରିବା ମୋ ପାଇଁ ପାପ ଅଟେ। ପାପ କହିଲା ମାନେ କଣ ବୁଝୁ? ଚୋର କରିବା ପାପ, ବ୍ୟଭିଚାରୀ କାମ କରିବା ପାପ, ମିଥ୍ୟା କହିବା ପାପ, ଝଗଡ଼ା ହେବା ପାପ, କ୍ରୋଧ କରିବା ପାପ, ଏ ସମସ୍ତ ବିଷୟ କୋଉ ମାନେ ପାପ ବୋଲି କହିଥାଉ। କିନ୍ତୁ ତାହେଲେ ସାମୁଏଲ କଣ କହୁଛନ୍ତି? ମୁଁ ଯେତେବେଳେ ପ୍ରାର୍ଥନା ନ କରେ ମୁଁ କଣ କରେ? ପାପ କରେ। ମୋର ପ୍ରିୟ ଲୋକମାନେ, ଆଜି ମୁଁ ଆପଣମାନଙ୍କୁ ଏହା କହିବା ପାଇଁ ଚାହେଁ, ଯେତେବେଳେ ମାନେ ପ୍ରାର୍ଥନା କରିନଥାଉ ଆମେ କଣ କରିଥାଉ? କଣ କରୁ? ପାପ କରୁ। ପ୍ରାର୍ଥନା ନ କରିବା ପାପ ଅଟେ। ତେଣୁ ମୋର ପ୍ରିୟ ଲୋକମାନେ, ଆଜି ଆମ ଜୀବନରେ ପ୍ରାର୍ଥନାକୁ ଆମେ ଗୁରୁତ୍ୱପୂର୍ଣ୍ଣ ଦେବା ଦରକାର। ଲୁକ 8:1 ଲେଖା ଅଛି, କ୍ଳାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ। ପ୍ରେଜ ଦ ଲର୍ଡ। କଣ ନ ହୋଇ? ମୋ ସାଙ୍ଗରେ କୁହନ୍ତୁ, କ୍ଳାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ। ପ୍ରଥମ ଥେସଲୋନିକା 5:17 ଲେଖା ଅଛି, ନିରନ୍ତର ପ୍ରାର୍ଥନା କର। କଣ କର? ନିରନ୍ତର ପ୍ରାର୍ଥନା କର। ଏଫେସୀୟ 6:18 ଲେଖା ଅଛି, ସର୍ବ ପ୍ରକାର ପ୍ରାର୍ଥନା ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର। ପୁଣି ସମସ୍ତ ସାଧୁଙ୍କ ନିମନ୍ତେ ଏକାନ୍ତ ଉଦ୍ୟମ ନିବେଦନ କରିବାରେ ଜାଗି ରହି ପ୍ରାର୍ଥନା କର। ବେଶଲ ଏ ତିନୋଟି ପଦରେ ଆମେ ଦେଖୁଛୁ, କ୍ଳାନ୍ତ ନ ହୋଇ ପ୍ରାର୍ଥନା କର। କଣ ରହିକି? କ୍ଳାନ୍ତ। ନିରନ୍ତର ପ୍ରାର୍ଥନା କର, ଜାଗି ରହି ପ୍ରାର୍ଥନା କର। ମୋର ପ୍ରିୟ ଲୋକମାନେ, ସେଥିପାଇଁ ମୁଁ ଆଜି କହିବା ପାଇଁ ଚାହେଁ, ପ୍ରାର୍ଥନା ଗୋଟିଏ ମନୋନୟନ ବିଷୟ ନୁହେଁ। ଯେପରି ଆମେ ନିଶ୍ୱାସ ପ୍ରଶ୍ୱାସ ପ୍ରତ୍ୟେକ ଦିନ ନେଇଥାଉ, ଖାଦ୍ୟ ପ୍ରତ୍ୟେକ ଦିନ ଶରୀର ପାଇଁ ଖାଇଥାଉ, ଆମମାନଙ୍କର ଆତ୍ମିକ ଜୀବନ ପାଇଁ ନିରନ୍ତର ଆମକୁ ପ୍ରାର୍ଥନା ଆବଶ୍ୟକ। କ୍ଳାନ୍ତ ନହୋଇ ପ୍ରାର୍ଥନା କରିବା ଆବଶ୍ୟକ। ଜାଗି ରହି ଆମେ ପ୍ରାର୍ଥନା କରିବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆଜି ଜଗତର କାର୍ଯ୍ୟରେ ଆମେ କ୍ଳାନ୍ତ ହେଇଯାଉଛୁ, କିନ୍ତୁ ପ୍ରାର୍ଥନାରେ କ୍ଳାନ୍ତ ହେବା ନାହିଁ। ନିରନ୍ତର ଜାଗି ରହି ପ୍ରାର୍ଥନା କରିବା ଦରକାର। ହାଲେଲୁୟା। ଯୀଶୁ ମଧ୍ୟ କହିଲେ, ଜାଗି ରହି ପ୍ରାର୍ଥନା କର, ଯେପରି ପରୀକ୍ଷାରେ ନ ପଡ। ତେଣୁ ମୋର ପ୍ରିୟ ଲୋକମାନେ, ଆଜି ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଆମଙ୍କର ଖ୍ରୀଷ୍ଟୀୟ ଜୀବନରେ ଆମେ ପ୍ରାର୍ଥନାକୁ ଗୁରୁତ୍ୱପୂର୍ଣ୍ଣ ଦେବା। କାରଣ ପ୍ରାର୍ଥନା ଆମମାନଙ୍କୁ ପରୀକ୍ଷାରୁ ସୁରକ୍ଷା ଦିଏ। ପ୍ରେଜ୍ ଦ ଲର୍ଡ। ପ୍ରାର୍ଥନା ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା ପାଇଁ ଆମକୁ ସାହାଯ୍ୟ କରିଥାଏ। ପ୍ରାର୍ଥନା ଭରସା ଦେଇଥାଏ। ପ୍ରାର୍ଥନା ପ୍ରତ୍ୟେକ ପରିସ୍ଥିତିକୁ ପରିବର୍ତ୍ତନ କରିଥାଏ। ପ୍ରାର୍ଥନା ନିରାଶ ଥିବା ଲୋକମାନଙ୍କୁ ଆନନ୍ଦ ଦେଇଥାଏ। ପ୍ରେଜ୍ ଦ ଲର୍ଡ। ଆଜି ଆମେ କାହିଁକି ନିରାଶରେ ରହୁଛୁ? ଆଜି ଆମେ କାହିଁକି ଈଶ୍ୱରଙ୍କ ନିକଟବର୍ତ୍ତୀ ହେଇପାରୁନାହୁଁ? ଆଜି ଆମେ କାହିଁକି ପରୀକ୍ଷାରେ ପ୍ରଭାବିତ ହଉଛୁ? କାରଣ ଆମମାନଙ୍କର ପ୍ରାର୍ଥନାର ଉଣା ପଡ଼ିଅଛି। ଟାଇମ୍ ଅଛି, ସବଜି କିଣିବା ପାଇଁ ଟାଇମ୍ ଅଛି, ରୋଷେଇ କରିବା ପାଇଁ ଟାଇମ୍ ଅଛି, ଡ୍ରେସ୍ ଆଇରନ୍ କରିବା ପାଇଁ ଟାଇମ୍ ଅଛି, ସ୍କୁଲ ଯିବା ପାଇଁ ଟାଇମ୍ ଅଛି, ଚାକିରି କରିବା ପାଇଁ ଟାଇମ୍ ଅଛି। ତା ଠିକ୍ ଅଟେ, କିନ୍ତୁ ମୋର ପ୍ରିୟ ଲୋକମାନେ, ପ୍ରାର୍ଥନା ଆମମାନଙ୍କୁ କରିବା ଆବଶ୍ୟକ। କାରଣ ପ୍ରାର୍ଥନା ଆମମାନଙ୍କୁ ଈଶ୍ୱରଙ୍କର ନିକଟବର୍ତ୍ତୀ କରାଇଥାଏ। ପ୍ରେଜ୍ ଦ ଲର୍ଡ। ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା ନିମନ୍ତେ ସବୁଠାରୁ ଶକ୍ତିଶାଳୀ ଉପାୟ ହେଉଛି ପ୍ରାର୍ଥନା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପ୍ରାର୍ଥନା ପ୍ରତ୍ୟେକ ପରିସ୍ଥିତିକୁ ପରିବର୍ତ୍ତନ କରିଥାଏ। ହାଲେଲୁୟା। ଆଜି ଯଦି ଆପଣ ଯେକୌଣସି ପରିସ୍ଥିତିରେ ଥାଆନ୍ତୁ, ଯଦି ସେ ପରିସ୍ଥିତି ପରିବର୍ତ୍ତନ ହେଉ, ଏହା ଚାହୁଁଛନ୍ତି, ଗୋଟିଏ ଶକ୍ତିଶାଳୀ ବିଷୟ ଆପଣଙ୍କୁ ସାହାଯ୍ୟ କରିବ, ତାହା ହେଉଛି ପ୍ରାର୍ଥନା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରାର୍ଥନା ସମସ୍ତ ଦରଦକୁ ସୁସ୍ଥ କରିଥାଏ। ପ୍ରାର୍ଥନା ନିଃସ୍ୱାର୍ଥପର ହେବା ପାଇଁ ସାହାଯ୍ୟ କରିଥାଏ। ପ୍ରାର୍ଥନା ଆତ୍ମିକ ଜୀବନରେ ଶକ୍ତିଯୁକ୍ତ କରିଥାଏ। ପ୍ରାର୍ଥନା ରାଜନୀତିରୁ ଦୂରେଇ ରଖିଥାଏ। ପ୍ରେଜ୍ ଦ ଲର୍ଡ। ଚର୍ଚ୍ଚରେ କୋଉମାନେ ରାଜନୀତି କରନ୍ତି ଜାଣିଛ? ଯୋଉମାନେ ପ୍ରାର୍ଥନା କରନ୍ତି। ପ୍ରେଜ୍ ଦ ଲର୍ଡ। ଚର୍ଚ୍ଚରେ ବିଶୃଙ୍ଖଳା ଲୋକମାନଙ୍କୁ ଯଦି ଦେଖିବ, ସେମାନେ ପ୍ରାର୍ଥନାକାରୀ ହେଇନଥିଲେ, ବହୁତ ଡେଞ୍ଜରିୟସ୍। ତେଣୁ ରାଜନୀତିରୁ, ବିଶୃଙ୍ଖଳାରୁ, ଏ ସମସ୍ତ ପାପମୟ ଜଗତରୁ ଯଦି ଆମେ ବଞ୍ଚିବା ପାଇଁ ଚାହୁଁ,
आमने आंठु भांगी प्रभु को निकट में प्रार्थना करबा। हालेलुया, प्रेज द लॉर्ड। मोर प्रिय लोक माने या भाई कौन सी पेमेंट करबा आवश्यक नुहे, कौन सी मूल्य देवा आवश्यक नुहे। गोटिए मूल्य परमेश्वर चाहती, से मूल्य होची मो एवं आपण माने समय देकी आमने प्रार्थना करबा। प्रेज द लॉर्ड, हालेलुया। घर आमान को छुआ मान को प्रार्थना करबा पई सिखाइबा, मंडली रे माने प्रार्थना उत्सोगी हेबा। मो आगो को मो कहबी आज आमने काई की शक्ति न, कारण आमान को थारे प्रार्थना जीवन ना। बिली ग्राम जे कि आमान को पृथ्वीर जड़े बृहत सुसमाचार प्रचार करथिले। बिली ग्राम कोरोना के सुनी छथि। बिली ग्राम गोटे थोर ताको गोटे प्रश्न करा गला, से प्रश्न ही पड़ी, व्हाट इज द सीक्रेट ऑफ योर सक्सेस। कौन तुम सफलता रे कौन रहस्य रही, तुम सफलता निमंते रहस्य कौन। से रिप्लाई कले, ही रिप्लाई लाइक दिस, फॉर माय सक्सेस देयर इज 3 थिंग्स नीड। माने से कहउछथि मोर सफलता निमंते 3टी विषय मु कहबी। केतोटी विषय? 3टी। आ से कोई कहले फर्स्ट प्रेयर। कौन कहले? मोर सक्सेस रो सीक्रेट होची फर्स्ट करो प्रेयर, सेकंड कौन? प्रेयर, थर्ड कौन? प्रेयर। हालेलुया। मोर प्रिय लोक माने एई जगतरे जदि आज माने सफलतार जीवन काटिबा पई चाहछो, आज मान को या दरकार प्रार्थना 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 प्रार्थना, निरंतर प्रार्थना करते रही प्रार्थना, जाकी रही प्रार्थना, जाके आमान को सफलता को पहुंचाइबा। हालेलुया। अब यही क्षेत्र में शैतान आमान को दुर्बल करिथाय। यही क्षेत्र में तेरे मु कहउथिली प्रेयरलेस चर्च इज द पावरलेस चर्च। मंडली माने कहिता प्रभु तुम्हारी शक्ति को प्रकाश करो, तुम्हारी महिमा कार्य करो। कहीं माने देखि पारि न था, कहीं मु आपन को खाली कहू ना, आज मध्य मध्य से स्थान रे संयुक्त कर मु कहबा पई चाहे। आज आमान को मंडली रे जदि शक्ति देखिबा पई आमाने चाहू, गोटे विषय से शक्ति को स्वर्गरु ए मंडली अवतरण करबा पई साहाय्य करबो, ता होची आमानकर प्रार्थना। प्रेज द लॉर्ड, हालेलुया। गत दिन मान करे मु 30-40 टा पास्टर मान को ट्रेनिंग देबा पई जाईथिली। सेठारे गोटे इंटरव्यू थिला से मान को पई पारक मान कर कहबी, नले आपन माने कहबे खाली विश्वासी मान कर कहउछंती पारक। पारक मान कर विषय कहबे आपन आश्चर्य होबे, जो माने 15, 20, 30, 40 वर्ष रो सेवा कार्य करे आसुछंती। मो सेवान को जड़े जन को डाकी मु पचारली, सब पचार थाए तुम मंडली रे केतना फैमिली अछंती, केते जन अछंती, केतना छुआ, केते जन बाप्तिस्म, केते जन युवा युवती अछंती, केते जन संडे स्कूल छुआ माने आछंती। ए समस्त विषय पचारला परे लास्ट को मो सेमान को पचारुथिले, केते समय तुमे प्रार्थना करूछ? केते समय कहिथिबे पाळक माने? केते समय? घंटाटे घंटाटे, समस्त घंटाटे बोली भावुछन। से माने कहउछ आज्ञा हम 15-20 मिनिट प्रार्थना करूछ। केते मिनिट? 15-20 मिनिट। जणे ना कोन मु कहली सत्य कहबो, निश्चय किछि दरकार नै, मते निश्चय दरकार नै। तमे 5 मिनिट बोले 5 मिनिट को मु बरम घंटाटे बोली रिपोर्ट लिखि के पठाइ देबी, किंतु सत्य को निश्चय चलिबो नै। से माने जहाँ भी हो मुझे को धन्यवाद दिए, से माने सत्य कहले। प्रेज द लॉर्ड। आज्ञा 15 मिनिट 20 मिनिट करूछु आज्ञा, मैक्सिमम से मान को मध्य रे 30 जन भीतर केते अध घंटा मैक्सिमम थिला। केते घंटा? अध घंटा। बाइबल केते समय पढुछु आज्ञा? 10 मिनिट पढुछु आज्ञा, 15 मिनिट पढुछु आज्ञा, अध घंटा। मोर प्रिय लोक माने आज मो समस्त को उत्साहित करबा पाई चाहे। आज जगत रे जदि ईश्वर को सत्य माने देखिबा पाई चाहूछु, गोटे विषय मान को सहाय्य करबो, ता होची प्रार्थना। प्रेज द लॉर्ड, हालेलुया।
ତେଣୁ ପ୍ରେୟାର ମୁଁ ଗୋଟେ ସେଣ୍ଟେନ୍ସ ଲେଖୁଥିଲି, ମୁଁ କହିବା ପାଇଁ ଚାହେଁ, ପ୍ରେୟାର ଇଜ ଦ ଡିଭାଇନ ସିଷ୍ଟମ ଟୁ ରିସିଭ ଦ ପାୱାର ଫ୍ରମ ଗଡ। ପ୍ରାର୍ଥନା କଣ? ପ୍ରାର୍ଥନା ହଉଛି ସୌଜ୍ଞର ଗୋଟେ ସିଷ୍ଟମ। ଧ୍ୟାନରେ ଶୁଣନ୍ତୁ, କଣ ସିଷ୍ଟମ? ଏବେ ଦେଖନ୍ତୁ, ଏ ଘରେ ଯଦି ଆସିବା, ଘରେ ଯଦି ଇଲେକ୍ଟ୍ରି ଆସିବା ପାଇଁ ଯଦି ଆମେ ଚାହୁଁଛୁ, କଣ ସିଷ୍ଟମ ଅଛି? ଯେ ସେ ପୋଲ ଖମ୍ବରେ କଣ ଯାଇଛି? କରେଣ୍ଟ ଯାଇଛି। ସେ ୱେରରେ ଆମେ ଗୋଟେ ୱେରକୁ କନେକ୍ସନ କରିବା ଦ୍ୱାରା ଏ ଘରେ କଣ ଆସିବ? ଇଲେକ୍ଟ୍ରିକ ପାୱାର ଆସିବ। ଏଇଟା ଗୋଟେ ସିଷ୍ଟମ। ଆପଣ এইটা যদি করিবে নাই, আপন এতে বসিকি 4 দিন প্রার্থনা কলে বি কারেন্ট আসবো নাই। হ্যালো, কেতে পবিত্র জীবন কাটলে বি কারেন্ট আসবো কি? গোটে সিস্টম অছি যে সে পোল খম্বরে লাগিথিবা ওয়েরে যেতেবেলে মানে আউ গোটে ওয়ের কু কনেক্ট করিবা, এ ঘরে কোন আসিব? কারেন্ট আসিব। হালেলুয়া। ঠিক সেই প্রকারে মোর প্রিয় লোক মানে ধ্যাନରେ শুনন্তু, স্বর্গরে পরমেশ্বর বাস করন্তি। সেই পরমেশ্বরଙ୍କର ଶକ୍ତିକୁ ଯଦି ଆମେ ନିଜ ଜୀବନରେ ମଣ୍ଡଳୀରେ ପାଇବା ପାଇଁ ଚାହୁଁଛୁ, ଗୋଟିଏ ସିଷ୍ଟମ ଅଛି। ସେଇ ସିଷ୍ଟମ ହଉଛି ପ୍ରାର୍ଥନା। ହାଲେଲୁୟା। ପ୍ରାର୍ଥନା କଣ କରିବ? ଆମକୁ ପରମେଶ୍ୱରଙ୍କ ସହିତ କନେକ୍ଟ ହେବା ପାଇଁ ସାହାଯ୍ୟ କରିବା। ହାଲେଲୁୟା। ଆଉ କିଛି ଅପସନ ନାହିଁ ମୋର ପ୍ରିୟ ଲୋକମାନେ। এই জগତରେ ପରମେଶ୍ୱରଙ୍କର ଶକ୍ତି, ପରମେଶ୍ୱରଙ୍କର ସୁସ୍ଥତା, ପରମେଶ୍ୱରଙ୍କର ପ୍ରଚୁରତା, ପରମେଶ୍ୱରଙ୍କର ମଙ୍ଗଳ, ପରମେଶ୍ୱରଙ୍କର ଈଶ୍ୱରୀୟ କାର୍ଯ୍ୟ ଯଦି ଆଜି ଆମେ ଦେଖିବା ପାଇଁ ଚାହୁଁଛୁ, ଗୋଟିଏ କନେକ୍ଟ ଆମକୁ ଦରକାର। ତା ହଉଛି ପ୍ରାର୍ଥନା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତେଣୁ ପ୍ରାର୍ଥନା ଗୋଟେ ସିଷ୍ଟମ ଯାହାକି ପରମେଶ୍ୱରଙ୍କ ସହିତ ସଂଯୁକ୍ତ ହେବା ପାଇଁ ସାହାଯ୍ୟ କରିଥାଏ। ହାଲେଲୁୟା। ତେଣୁ ମୋର ପ୍ରିୟ ଲୋକମାନେ, ପ୍ରାର୍ଥନା ଏକ ପ୍ରଣାଳୀ ଯାହା ଜଣେ ବ୍ୟକ୍ତିଙ୍କୁ ଈଶ୍ୱରଙ୍କ ସହିତ ଘନିଷ୍ଠ ସମ୍ପର୍କ, ଈଶ୍ୱରଙ୍କ ସହିତ ଘନିଷ୍ଠ ଭାବରେ ସଂଯୁକ୍ତ ହେବା ପାଇଁ, ସହଭାଗିତା କରିବା ପାଇଁ ସାହାଯ୍ୟ କରିଥାଏ। ହାଲେଲୁୟା। ତେଣୁ ପ୍ରାର୍ଥନାକୁ ଆମେ ସାଧାରଣ ମନେ ନ କରୁ। ପ୍ରାର୍ଥନା ଜୀବନରେ ଅବହେଳିତ ନ ହଉ। ପ୍ରାର୍ଥନା ଜୀବନକୁ ଆମେ ଦୂରେଇ ନ ରଖୁ। ଆମ ଜୀବନରେ ଖାଇବାକୁ ଥାଉ କିମ୍ବା ନଥାଉ, ବସ୍ତ୍ର ଥାଉ କିମ୍ବା ନଥାଉ, ଘର ଥାଉ କିମ୍ବା ନଥାଉ, କାର୍ଯ୍ୟ ଥାଉ କିମ୍ବା ନଥାଉ, ଟଙ୍କା ଥାଉ କିମ୍ବା ନଥାଉ, ଆମ ଜୀବନରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିବା ଦରକାର। ତା ହଉଛି ପ୍ରାର୍ଥନାର ଜୀବନ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତେଣୁ ଜଣେ ମନୁଷ୍ୟ ଭାବରେ ଈଶ୍ୱରଙ୍କ ସହ ସହଭାଗିତା ରଖିବାକୁ ଏକ ମାଧ୍ୟମ ହଉଛି ପ୍ରାର୍ଥନା। ହାଲେଲୁୟା। ତେଣୁ ଆଜିଠାରୁ ଆପଣମାନେ କୁହନ୍ତୁ ନାହିଁ ମୋର ସମୟ ନାହିଁ, ମୁଁ ବ୍ୟସ୍ତତା। ଆପଣ ଯେତେବେଳେ ସମୟ ନାହିଁ, ବ୍ୟସ୍ତତା ବୋଲି କହି ପ୍ରାର୍ଥନାର ଆପଣମାନେ ନିବୃତ୍ତ ହେଉଛନ୍ତି, ପ୍ରାର୍ଥନାର ଆପଣମାନେ ଦୂରେଇ ଯାଉଛନ୍ତି, ଆପଣ ପରମେଶ୍ୱରଙ୍କର ସହଭାଗିତାରୁ ଦୂରେଇ ଯାଉଛନ୍ତି। ଆପଣ ପରମେଶ୍ୱରଙ୍କର ଉପସ୍ଥିତିରୁ ଦୂରେଇ ଯାଉଛନ୍ତି। ଆପଣ ପରମେଶ୍ୱରଙ୍କ ସହିତ ସଂଯୁକ୍ତ ରହିବା ଠାରୁ ଆପଣମାନେ ଦୂରେଇ ଯାଉଛନ୍ତି। ହାଲେଲୁୟା। ପ୍ରାର୍ଥନା କେବଳ ମାଗିବା ନୁହେଁ। ପ୍ରାର୍ଥନା କହିଲେ ଆମେ କଣ ବୁଝିଛୁ? লিস্ট শপিং লিস্ট। প্রার্থনা ইজ নট লাইক এ শপিং লিস্ট। কোন যাইকি বাপা দিও দিও দিও, এটা শপিং লিস্ট প্রার্থনা নয়। প্রার্থনা ହେଉଛି পরমেশ্বরଙ୍କ সহিত সময় অতিবাহিত କରିବା। হালেলুয়া। যেপরি স্বামী স্ত্রী সময় অতিবাহিত କରନ୍ତି, গুপ্ত কোঠରୀରେ স্বামী স্ত্রী সময় অতিবাহিত କରନ୍ତି, ঠিক সেই প্রকারে গুপ্ত কোঠରୀରେ যাই পিতা পরমেশ্বরଙ୍କ সহিত সময় অতিবাহিত କରିବା ହେଉଛି ମୋର প্রিয় ଲୋକମାନେ ପ୍ରାର୍ଥନା। ହାଲେଲୁୟା। ଆଜିକାଲି ମୋ ଜୀବନରେ ଆମ ପ୍ରଭୁକୁ ମାଗୁ ନାହିଁ। କଣ ପାଇଁ ମାଗିବି? ମୁଁ ସେ ତ ମୋର ବାପା, ସକାଳୁ ଉଠିଲେ ବାପା ଦିଅ ନାଇଁ। ପ୍ରାର୍ଥନାରେ ମୋର ପ୍ରିୟ ଲୋକମାନେ କେବଳ ମାଗିବା ତା ନୁହେଁ, ମାଗି ପାରିବା, କିନ୍ତୁ ତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ତାଙ୍କ ସହିତ ସମୟ ଅତିବାହିତ କରିବା। ଆବା ପିତା, ମୁଁ ତୁମର ଉପସ୍ଥିତି ଚାହେଁ,
ମୁଁ ତୁମରି ସାନ୍ନିଧ୍ୟରେ ରହିବା ପାଇଁ ମୁଁ ଚାହେଁ। ମୁଁ ତୁମକୁ ପ୍ରଶଂସା କରିବା ପାଇଁ ମୁଁ ଚାହେଁ। ମୁଁ ତୁମକୁ ଗୌରବ ଦେବା ପାଇଁ ଚାହେଁ। ତୁମେ ଆଶ୍ଚର୍ଯ୍ୟ, ତୁମେ ମୋର ପ୍ରିୟ ପିତା, ତୁମେ ମୋର କରୁଣାମୟ ପିତା। ତେଣୁ ବାକ୍ୟରେ ଲେଖା ଅଛି ତୁମେ ମାନେ ମାଗିବା ପୂର୍ବରୁ ସେ ଜାଣନ୍ତି। ପ୍ରେଜ୍ ଦ ଲର୍ଡ। ମାଗିବା ପୂର୍ବରୁ ଆପଣ ମାନେ ଦେଖିଥିବେ ରାସ୍ତାଘାଟରେ ଯେତେବେଳେ କାରରେ ବିଶେଷ କରି ଆମେ ଯାଉ କି ବାଇକରେ, ଦୂରରେ କିଛି ପିଲାମାନେ ଖେଳୁଥିବେ। କ'ଣ କରୁଥିବେ? ଏ ରାସ୍ତା କୋଣ ପିଲାମାନେ କ'ଣ କରୁଥିବେ? ଅନାଥ ପିଲାମାନେ ଖେଳୁଥିବେ, ମଜାରେ ହସି ହସି ଖେଳୁଥିବେ। ଯେତେବେଳେ କାର ଗୋଟେ ପହଞ୍ଚିଯିବ ସେମାନେ ଯାଇକି ଆଜ୍ଞା ଖାଇବା କ'ଣ କରୁଛନ୍ତି? ଏପଟେ ଏତେ ବଢିଆରେ ଖେଳୁଥିବେ, ମରାମରି ହେଇକି ଝିକା ଟଣା ହେଇକି ଖେଳୁଥିବେ। ଯେତେବେଳେ କାର ଆସିଯିବ କି ଗାଡି ଆସିଯିବ, ସେମାନେ ପୁରା ତାଙ୍କର ଚେହେରା, ତାଙ୍କର ଆକ୍ଟିଂ ଚେଞ୍ଜ କରି ଆଜ୍ଞା ଆଜ୍ଞା ଦିଅ, ଆଜ୍ଞା ଦିଅ। ଦେଖିଛ ନା ନାଇଁ? ସେମିତି ପ୍ରାର୍ଥନାକାରୀ ହୁଅ ନା ପ୍ରଭୁଙ୍କ ଠାରେ। ହ୍ୟାଲୋ, ସବୁ ଦୁନିଆଦାରୀ କାମରେ ବ୍ୟସ୍ତ ରହିକି ଆକ୍ଟିଂ କରିବାକୁ ଯାଅ ନା। ଶେଷରେ এই ଦିନ ମାନଙ୍କରେ ପାଳକ ଭାବରେ ଗୋଟିଏ ଶିକ୍ଷା ଦେବା ପାଇଁ ଚାହେଁ। ପ୍ରାର୍ଥନା ଏଥିପାଇଁ ଆମମାନେ କରିବା ଯେପରି ତାଙ୍କ ସହିତ ସମୟ ଅତିବାହିତ କରିବା। ପ୍ରେଜ୍ ଦ ଲର୍ଡ। ଜଷ୍ଟ ଆପଣ ମାନେ ଈଶ୍ୱରଙ୍କ ନିକଟକୁ ଯାଆନ୍ତୁ ଆଉ ତାଙ୍କର ଉପସ୍ଥିତିରେ ରୁହନ୍ତୁ। ପ୍ରେଜ୍ ଦ ଲର୍ଡ। ତାଙ୍କର ଉପସ୍ଥିତିକୁ ଅନୁଭବ କରନ୍ତୁ, ତାଙ୍କର ମହିମା କରନ୍ତୁ, ତାଙ୍କର ପ୍ରଶଂସା କରନ୍ତୁ, ତାଙ୍କର ଗୁଣ କୀର୍ତ୍ତନ କରନ୍ତୁ, ତାଙ୍କର ଆରାଧନା କରନ୍ତୁ, ତାଙ୍କର ଉପାସନା କରନ୍ତୁ। ହାଲେଲୁୟା। କାରଣ ଯେପରି ମୁଁ ଗତ ସପ୍ତାହ କହୁଥିଲି, ଯାହା ମୋର ତାହା ତୁମର ବୋଲି କହିଲେ। ସେଦିନ ପିତା କ'ଣ କହିଲେ? ଯାହା ମୋର ତାହା ତୁମର। ମୋର ପ୍ରିୟ ଲୋକମାନେ, କେବଳ ମାନେ ମାଗିବା ପାଇଁ ପିତାଙ୍କ ନିକଟକୁ ନ ଯାଅ। ପିତା ଗୋଟେ ଏଟିଏମ୍ ବକ୍ସ ନ ହୁଅନ୍ତୁ। କ'ଣ ନ ହୁଅନ୍ତୁ? ଏଟିଏମ୍ ବକ୍ସ କେତେବେଳେ ଯିବ? ପଇସା କାରବାର ଅଛି, ପଇସା ଦରକାର ବୋଲେ କାହା ପାଖକୁ ଯିବ? ବାପା ପାଖକୁ। କିଛି ମାଗବାର ଅଛି ବୋଲେ କାହା ପାଖକୁ ଯିବ? ବାପା ପାଖକୁ। କିନ୍ତୁ ବାପା ଆସିଲେ, ଆଜିକାଲି ତ ମୋବାଇଲ ଅଛି ଯେ ବାପା ଦୂରରୁ ଆସୁ, କେତେ କଷ୍ଟରେ ଆସିଥିବ ବାପା, ପାଣି ଗ୍ଲାସରେ ଦେଇ ଯାଉଛ ଝିଅ ମାନେ, ଭଉଣୀ ମାନଙ୍କର ଛାଡ଼। ବରଂ ବାପା ଦେଖିଯିବ, କୁଆଡେ ଅଛି ରେ ମୋର ଝିଅ, କ'ଣ କରୁଛି, ସେ ଭଲ ଅଛି ତ? ବାପା ଚିନ୍ତା, କିନ୍ତୁ ବାପା ପାଇଁ ପୁତ୍ର କନ୍ୟା ମାନଙ୍କର ଚିନ୍ତା। ସ୍ୱାମୀ ମାନେ ମଧ୍ୟ, ସ୍ତ୍ରୀ ଆଇଲେ, ହଁ ଠିକ ଆସିଲ, ହଁ ଯାଅ ଯାଅ ଖାଇବ, ଯାଅ 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 ଖାଇବ, ଯାଅ ଯାଅ ଯାଅ, ଭଲ ଅଛ, ଆସିଲ। ଜୀବନରେ ସହଭାଗିତା ବହୁତ ଇମ୍ପୋର୍ଟାଣ୍ଟ। ଗୋଟେ ସର୍ଭେରେ ମୁଁ ଶୁଣିଥିଲି, ସ୍ୱାମୀ ସ୍ତ୍ରୀ ମାନେ କିଛି ଚାହାନ୍ତି ନାହିଁ, ଗୋଟିଏ ବିଷୟ ଚାହାନ୍ତି, ପ୍ରେମ ଚାହାନ୍ତି। ସହଭାଗିତା। ଆଜି ପରମେଶ୍ୱର ପ୍ରାର୍ଥନାର ସହଭାଗିତା ଆମମାନଙ୍କ ଜୀବନରେ ଚାହାନ୍ତି। ପ୍ରେଜ୍ ଦ ଲର୍ଡ। ଏହାର ପ୍ରକୃତ ଦୃଷ୍ଟାନ୍ତ ଆମମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦେଖୁଛୁ। ପ୍ରେଜ୍ ଦ ଲର୍ଡ। ଆମମାନେ ଜାଣିଅଛୁ ଯୀଶୁ ଖ୍ରୀଷ୍ଟ ଏ ଜଗତକୁ ଯେତେବେଳେ ସେ ମନୁଷ୍ୟ ଭାବରେ ଜନ୍ମଗ୍ରହଣ କଲେ, ତାଙ୍କ ଜୀବନରେ ଦେଖୁଛୁ ସେ ପବିତ୍ର ଥିଲେ, ସେ ଧାର୍ମିକ ଥିଲେ, ସେ ଈଶ୍ୱର ଭୟାଳୁ ଥିଲେ। ତାଙ୍କଠାରେ କୌଣସି ପାପ ନଥିଲା, ତାଙ୍କଠାରେ କୌଣସି ଅପବିତ୍ରତା ନଥିଲା। କିନ୍ତୁ ସେ ଯେତେବେଳେ ମନୁଷ୍ୟ ରୂପରେ ଜଗତରେ ଜନ୍ମଗ୍ରହଣ କଲେ, ଆପଣାକୁ ଶୂନ୍ୟ କଲେ, ପିତାଙ୍କୁ ଛାଡ଼ିକି ସେ ଜଗତକୁ ଆସିଲେ। ଆଉ ଆମମାନେ ଦେଖୁଛୁ ଯୀଶୁ ଖ୍ରୀଷ୍ଟ ପ୍ରତ୍ୟେକ ସମୟରେ ପିତାଙ୍କ ନିକଟକୁ ଯାଇ ସେ ସହଭାଗିତା କରୁଅଛନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସେ କେବଳ ଧନ୍ୟବାଦ ଦେଉଛନ୍ତି। ଯେତେବେଳେ 5,000 ଲୋକମାନଙ୍କୁ 5ଟି ରୁଟି 2ଟି ମାଛ କହିଲେ, ସେ ପିତାଙ୍କୁ କ'ଣ କହିଲେ? କ'ଣ କହିଲେ? ପିତା ମୋର ପ୍ରାର୍ଥନା ଶୁଣିଥିବା ସକାଶେ। ସେ ଆଶ୍ଚର୍ଯ୍ୟ କର୍ମ କର ବୋଲି କହୁନାହାନ୍ତି, ସେ କ'ଣ କହୁଛନ୍ତି? ପିତା ମୋର ପ୍ରାର୍ଥନା ଶୁଣିଥିବା ସକାଶେ। କାହିଁକି ସେ ଏଇ କନଫିଡେନ୍ସରେ ପିତାଙ୍କୁ କହୁଛନ୍ତି? କାରଣ
से प्रत्येक समय पिता सहभागितार जीवन काटुले। प्रेज द लॉर्ड। मार्क 1:35 पद जदि आम पढ़ा शीघ्र बेतरी पद आम पढ़ी जा मत साहाय्य करतु। जीशुंकर प्रार्थना जीवन आज आम देखा जे कि आम गुरु, जे कि आम प्रभु, जे कि आम मालिक जदि से प्रार्थना करुले आम मैंने केते अधिक मात्रा प्रार्थना करने आवश्यक अटे। मार्क 1:35 ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ पांत्या समय अंधार थाउ थाउ ସେ ଉଠି ବାହାରି ଗଲେ गोटे निर्जन ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ। गोटे निर्जन स्थान को जाई से प्रार्थना करने को लगिले। प्रेज द लॉर्ड। केते समय केते बेले पास्टर आम भुवनेश्वर लोक पांत्या वार्ड यूज करना जीशु जीवन जब देखा पांत्या समय अंधार थाउ थाउ से मॉर्निंग वॉक पाई गले। हिंदी लिखा है कि आम पांत्या उठले कौन जाऊँ मॉर्निंग वॉक को जाऊँ प्रथम मॉर्निंग वॉक ना पांत्या समय उठू उठू चाक मनाई करी पीले एटा खराब ना मॉर्निंग वॉक भी भल चा भी पियो सब कर किंतु मोर पॉइंट जीशु आमान को पाए आदर्श उठती। हालेलुया। तो लिखा अछि पांत्या समय अंधार थाउ थाउ उठी बाहरी गले वो गोटे निर्जन स्थान को जाई सेठारे प्रार्थना करबा को लागिले। प्रेज द लॉर्ड। माथ्यू 14:22-23 आम पढ़ा। माथ्यू 14:22-23। हालेलुया। एठारे मते लिखा अछि ସେହି କ୍ଷଣେ ଯୀଶୁ ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ତାହାଙ୍କ ଆଗରେ ହଁ ଅପର ପାରିକି ଯିବା ପାଇଁ ପଳାଇଲେ। ହଁ ପୁଣି ସେ ଇତିମଧ୍ୟରେ ଲୋକସଭାକୁ ବିଦାୟ ଦେଲେ। ହଁ ଲୋକସଭା ବିଦାୟ ଦେଲା ପରେ ଯୀଶୁ ପ୍ରାର୍ଥନା କରିବା ନିମନ୍ତେ ଅନ୍ତର ହୋଇ ପର୍ବତ ଉପରକୁ ଗଲେ। ଯଦି ଆପଣ ପୃଷ୍ଠଭୂମି ପଢିବେ ଯୀଶୁ ଅନେକ 2-3 ଦିନ ସେମାନଙ୍କୁ ଶିକ୍ଷା ଦେଇଛନ୍ତି। ଶିଷ୍ୟମାନଙ୍କୁ 5000 ଲୋକମାନଙ୍କୁ ଶିକ୍ଷା ଦେଲେ। लगातार शिक्षा देला परे सेମାନଙ୍କୁ से खाद्य मध्य देले। केते जन को 5000 पुरुष माननको एते बड़ा माने कन्वेंशन से कले प्रचार कले सभा कले शिक्षा देले। तापर से कोन करूछंती 22 पदरे सेई क्षणी यीशु शिष्य माननको नौकारे चढ़ी तांको आगरे अपर पारी को जीवा पाई बळाइले। पुणी से इतिमध्य लोक समूह को विदाय देले। लोक समूह विदाय हैला उतारे जीशु प्रार्थना करने निमंते अंतर होई पर्वत ऊपर को गले। प्रेज द लॉर्ड। निर्जन स्थान को गले हम माने कोटे प्रार्थना करि परिबा। आजकल रो प्रार्थना में घरे बसी की प्रार्थना कर हालेलुया 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 कि आउची ना नहीं हालेलुया हालेलुया हां बाइबल में लिखा अछि तुम गुप्त कोठरी को जाओ द्वार बंद करो। स्वामी को किए जदि मत पचारि आसबे कहि दियो से गुप्त कोठरी रे अछि। प्रेज द लॉर्ड। एटा को भी नियो ना गुप्त कोठरी रे। आजकल तो एटा बाथरूम रे बसी की भी नले लेटिन आसबो ना बाथरूम को नउछथि गुटे बाथरूम थिबा लोक बड़ डेंजर माने गुप्त कोठरी को आज मु आपण मान को उत्साहित करबा पाई चाहे आमानकर संपर्क पिता परमेश्वर को सहित स्थापन होबा पाई सहायता करबो। प्रेज द लॉर्ड। गुप्त कोठरी को जीवा निर्जन स्थान को जीवा पर्वत ऊपर को जाई से प्रार्थना कले। मोर प्रिय लोक माने आज से जदि एई मात्रा रे प्रार्थना कले आमान को केते मात्रा रे प्रार्थना करबा आवश्यक। हालेलुया। लूक 14:12-13 में लिखा अछि समस्त रात्रि सारा से शिष्य मान को मनोनीत करबा पूर्वरु से प्रार्थना कले। हालेलुया। केते रात्रि सारा प्रार्थना कले। आजिकाली हम माने भय करूछु आमे कहबा यीशु से ईश्वर को पुत्र नाही से जोसेफ मरियमकर पुत्र शरीर रक्त मांसधारी प्राणी थिले आमान को आदर्श देखैबा पाई से निर्जन स्थान रे प्रार्थना कले। से गुप्त कोठरी रे प्रार्थना कले। से पर्वत ऊपर को जाई प्रार्थना कले। से रात्रि सारा प्रार्थना कले। हालेलुया हालेलुया। प्रेज द लॉर्ड। आज हमरे कहूछु सत्य आसु ओडिसा परिवर्तन हो भारत परिवर्तन हो लोक मान परिवर्तन हो
କିନ୍ତୁ କଣ ନାହିଁ, କଣ ନାହିଁ, ପ୍ରାର୍ଥନା ନାହିଁ। ଆଜ୍ଞା ଆଜ୍ଞା ଦିଦି ମାନେ ଟିକେ ପ୍ରାର୍ଥନା କରବା ଆସ କହିଲେ କାହାର ଦେଖା ନାହିଁ। ଖାଲି ଆମର ଚର୍ଚ୍ଚ କଥା କହୁନାହିଁ, ପ୍ରାର୍ଥନା ସଭା ମାନଙ୍କୁ କୋଉମାନେ ଯିବେ? ବୁଢା ବୁଢୀ ମାନେ ଯିବେ। କୋଉମାନେ ଯିବେ? ବୁଢା ବୁଢୀ ମାନେ ଯିବେ, ବୟସ୍କ ଲୋକମାନେ ଯିବେ ପ୍ରାର୍ଥନା କରିବା ପାଇଁ। ଆଉ ସବୁ ଯୁବା ଯୁବତୀ ବଡ ଶକ୍ତିରେ ପରିପୂର୍ଣ୍ଣ ଲୋକମାନେ ପ୍ରାର୍ଥନା କରିବେ ନା। ମୋର ପ୍ରିୟ ଲୋକମାନେ ରାତ୍ରି ସାରା এই দিନ ମାନଙ୍କରେ ମୋର ଗୋଟେ ଭଜ ଯେ ଆମମାନେ ମଣ୍ଡଳୀରେ ରାତ୍ରି ସାରା ପ୍ରାର୍ଥନା କରିବା ଦରକାର। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। କାରଣ ଯେତେବେଳେ ଆମେ ରାତ୍ରି ସାରା ପ୍ରାର୍ଥନା କରିବା, ପ୍ରଭୁ ଆମମାନଙ୍କ ଦ୍ୱାରା ପ୍ରକାଶନ, ତାଙ୍କର ଦର୍ଶନ, ତାଙ୍କର କାର୍ଯ୍ୟ, ତାଙ୍କର ଅଭିଷେକ, ତାଙ୍କର ପରାକ୍ରମ ଆମମାନଙ୍କ ମଣ୍ଡଳୀରେ ପ୍ରକାଶ କରିବେ। ହାଲେଲୁୟା। ଆପଣମାନେ ଜାଣନ୍ତି ସେଇ ରାତ୍ରି ସାରା ସେ ପ୍ରାର୍ଥନା କଲା ପରେ 12 ଜଣ ଶିଷ୍ୟମାନଙ୍କୁ ମନୋନୀତ କଲେ। ଯେଉଁ 12 ଜଣ ଶିଷ୍ୟମାନେ ପୃଥିବୀକୁ ଓଲଟା ପାଲଟ କଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୁଁ ଜାଣେ ନାହିଁ ଆଜିକାଲି ତ କିଏ ବି 2ଟାରୁ 3ଟାରେ ପୂର୍ବରୁ ଶୋଉନାହାନ୍ତି। ଶୋଉଛନ୍ତି କି? ଆସନ୍ତା ଶୁକ୍ରବାର ରାତ୍ରିରେ ଆମର ଏଇଠି ରାତ୍ରି ସାରା ପ୍ରାର୍ଥନା ଅଛି। ପ୍ରେଜ୍ ଦ ଲର୍ଡ। କେତେଟାରୁ? 6ଟାରୁ ସକାଳ ରାତ୍ରି 11ଟାରୁ ସକାଳ 6ଟା ପର୍ଯ୍ୟନ୍ତ। କେତେ ଜଣ ଆସିବେ? ହାତ ଟେକ। ଭୟ କର ନା, ଯଦି ଆସିବାର ନାହିଁ ହାତ ଟେକ ନା, କିନ୍ତୁ ହାତ ଟେକି କରି ନ ଆସିଲେ ପ୍ରୋବ୍ଲେମ। ମୋର ପ୍ରିୟ ଲୋକମାନେ, ସାଧାରଣ ମନେ କରନ୍ତୁ ନାହିଁ, ଏଇ ଗୋଟିଏ ଜୀବନ ଧରା ପୃଷ୍ଠ ମଧ୍ୟରେ ପରମେଶ୍ୱର ଆମମାନଙ୍କୁ ଦେଇଛନ୍ତି। କଣ ପାଇଁ ଦେଇଛନ୍ତି? କାହିଁକି ଆଜି ଜଗତରେ ପରମେଶ୍ୱର ଆମମାନଙ୍କୁ ଜୀବିତ ରଖିଛନ୍ତି? ଯେପରି ଆମମାନେ ତାଙ୍କର ଉଦ୍ଦେଶ୍ୟକୁ ପୁରା କରିବା। ହାଲେଲୁୟା। ଯୀଶୁ କାହିଁକି ପ୍ରାର୍ଥନା କରୁଥିଲେ? ସେ ପବିତ୍ର ଥିଲେ, ସେ ଧାର୍ମିକ ଥିଲେ, ସେ ଈଶ୍ୱରଙ୍କ ପୁତ୍ର ଥିଲେ, କିନ୍ତୁ ସେ ଜାଣିଥିଲେ ଯେ ସୌଖ୍ୟ ଶକ୍ତି ପ୍ରାପ୍ତ ମାଧ୍ୟମ ହେଉଛି ପ୍ରାର୍ଥନା। ହାଲେଲୁୟା। କାହିଁକି ଯୀଶୁ ଆଶ୍ଚର୍ଯ୍ୟ କର୍ମ କରୁଥିଲେ, ରୋଗୀମାନଙ୍କୁ ସୁସ୍ଥ କରୁଥିଲେ, ମୃତମାନଙ୍କୁ ଜୀବିତ କରୁଥିଲେ? ତାଙ୍କ ଜୀବନରେ ମହାନ କାର୍ଯ୍ୟ ସେ ପ୍ରକାଶ କରୁଥିଲେ, କାରଣ ସେ ଜଣେ ପ୍ରାର୍ଥନାକାରୀ ବ୍ୟକ୍ତି ଥିଲେ। ହାଲେଲୁୟା। ତେଣୁ ମୋର ପ୍ରିୟ ଲୋକମାନେ, ଆଜି ଆମମାନଙ୍କ ଜୀବନରେ ଆମମାନେ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିବା। ଆଜି ଦେଖ, ମୁଁ ଗୋଟେ ଉଦାହରଣ କହିବି, ଆପଣ ମତେ ଭୁଲ ବୁଝୁଥିବେ। ଯଦି ଆମର ଘରେ କିଏ ମରିଗଲା, ରାତି ସାରା ଉଜାଗର ରହୁଛୁ ନା ନାହିଁ? ପୁରା ସେ ଶବକୁ ନାଇକି ଆମେ ଅନେଇକି ଥିବା, ଯେମିତି କେବେ ବଞ୍ଚେଇ ପାରବା ବୋଇଲା ପରେ। ରାତି ସାରା ରହୁଛୁ ନା ନାହିଁ? ଯଦି ଆମମାନଙ୍କର ଛୁଆ ମାନେ ମେଡିକାଲରେ ଗଲେ, ରାତି ସାରା ରହୁଛୁ ନା ନାହିଁ? ଯଦି ଜଗତର ବିଶ୍ୱ ନିମନ୍ତେ ଆମମାନଙ୍କର ନିଦ୍ରା ନାହିଁ, ଈଶ୍ୱରଙ୍କ ପାଇଁ କେତେ ଆମମାନେ ଉଜାଗର ରହିବା ଦରକାର। ହାଲେଲୁୟା। ଗୋଟିଏ ଜୀବନ, one life। ଆଉ ଏ ଗୋଟିଏ ଜୀବନରେ ପ୍ରଭୁ ଚାହାନ୍ତି ଆମମାନେ ଶକ୍ତି ପ୍ରାପ୍ତ ହୋଇ এই ଜଗତରେ ତାଙ୍କ ନିମନ୍ତେ ବ୍ୟବହୃତ ହେବା। ହାଲେଲୁୟା। ଆପଣଙ୍କୁ ଗୋଟେ ସିକ୍ରେଟ ଆଜି ମୁଁ କହିବି, ଯୀଶୁ ଖ୍ରୀଷ୍ଟ ଯେତେବେଳେ ପ୍ରାର୍ଥନା କଲେ, ତାଙ୍କ ଜୀବନରେ କେଉଁ କେଉଁ କାର୍ଯ୍ୟ ସାଧିତ ହେଲା। ଆସ ଆମମାନେ ପଢିବା ଲୁକଲିଖିତ ସୁସମାଚାର 9:28-29 ପଦ, ଯାହାର ଫଳରେ ଆପଣମାନେ ପ୍ରାର୍ଥନା କରିବା ପାଇଁ ଆଉ ଅଧିକ ଉତ୍ସାହ ହେବେ। ହାଲେଲୁୟା। ହଁ, ଲୁକ 9:28-29। ହଁ, ସମସ୍ତେ ଆମମାନେ ଧ୍ୟାନ ଦେବା। ହଁ, এই সমস্ত ঘটনার প্রায় 8 দিন পরে এই সমস্ত ঘটনার প্রায় 8 দিন পরে সে পিতর যোহন ও যাকোবଙ୍କୁ সাଙ୍ଗরে ঘিনি সে পিতর যোহন ও যাকোবଙ୍କୁ সাଙ୍ଗরে ঘিনি প্রার্থনা করিবা নিমন্তে পর্বত এইটা মতে লেখা আছে। সে কোটিকু গলে? পর্বতকু গলে। ওকে, পর্বতকু গলে। কি কি গলে? পিতর, যাকোব, যোহন, এই 3 জনକୁ ନେଇ ସେ ପର୍ବତକୁ ଗଲେ। ଓକେ, 29 ପଦ। ପୁଣି ସେ ପ୍ରାର୍ଥନା କରୁଥିବା ସମୟ ପୁଣି ସେ ପ୍ରାର୍ଥନା, ସେ ମାନେ କିଏ? ଯୀଶୁ ଖ୍ରୀଷ୍ଟ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା ଏବଂ ତାହାଙ୍କ ବସ୍ତ୍ର ଶୁଭ୍ରବର୍ଣ୍ଣ ଓ ଅତ୍ୟନ୍ତ ଉଜ୍ଜ୍ୱଳ ହେଲା। ପ୍ରେଜ୍ ଦ ଲର୍ଡ। ଯୀଶୁ ଖ୍ରୀଷ୍ଟ এই সমস্ত বিষয় ହେବ କହିକି ଯାଇଥିଲେ କି? ସେ କଣ ପାଇଁ ଗଲେ? କୁହନ୍ତୁ ମା ମାନେ କୁହନ୍ତୁ, ଭାଇ ମାନେ, ସେ କଣ ପାଇଁ ଗଲେ? ପ୍ରାର୍ଥନା କରିବା ପାଇଁ। କୋଉଠିକୁ ଗଲେ?
ସହଭାଗିତା କରିବା ପାଇଁ ମୁଁ ପ୍ରାର୍ଥନା କରିବି। ହାଲେଲୁୟା। ଆଜି ଆମେ କାହିଁକି ପ୍ରାର୍ଥନା କରିବା? ସହଭାଗିତା ନିମନ୍ତେ ପ୍ରାର୍ଥନା କରିବା, ପିତାଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ପ୍ରାର୍ଥନା କରିବା। ଆଉ ଯୀଶୁ ଯେପରି ପ୍ରାର୍ଥନା କରୁଥିଲେ ସେଇଦିନ ମଧ୍ୟ ସେ ପ୍ରାର୍ଥନା କରିବାକୁ ପର୍ବତକୁ ଗଲେ। ହାଲେଲୁୟା। ଆଉ ସେ ଯେତେବେଳେ ପ୍ରାର୍ଥନା କରୁଛନ୍ତି, ଧ୍ୟାନରେ ଶୁଣନ୍ତୁ, ପ୍ଲିଜ 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 ଧ୍ୟାନରେ ଶୁଣନ୍ତୁ। ଆଜି ଆମେ କାହିଁକି ପ୍ରାର୍ଥନା କରିବାକୁ ଇଣ୍ଟରେଷ୍ଟ ନାହିଁ? କାରଣ ପ୍ରାର୍ଥନାର ଗୁରୁତ୍ୱପୂର୍ଣ୍ଣକୁ ଆମେ ଜାଣିନା, ପ୍ରାର୍ଥନାର ମୂଲ୍ୟକୁ ଆମେ ଜାଣିନା, ପ୍ରାର୍ଥନାର ଆଶୀର୍ବାଦକୁ ଆମେ ଜାଣିନା। ପ୍ରେସାଲ ସେ ପର୍ବତରେ ହୀରା ଅଛି ବୋଇଲେ ଆମେ ଯିବା, ନ ଶୋଇକି ନ ପାରୁଥିଲେ ଭେଣ୍ଟେଇକି ଯିବା। କାହିଁକି? ହୀରାର ମୂଲ୍ୟ ଜାଣିଛୁ, ମୋତିର ମୂଲ୍ୟ ଜାଣିଛୁ। ସୁନା ତମେ ଯଦି ଗୋଟେ ରାତ୍ରି 10 ଘଣ୍ଟା ନ ଶୋଇକି ରହିବ, ତୁଳାଏ ସୁନା ଦେବି ବୋଇଲେ ମା ମାନେ ଆଖିକୁ ଏମିତି 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 କରିକି ମଧ୍ୟ ଏମିତି ହେଇକି ରହିବ। କାହିଁକି? ଆମେ ଜାଣିଛୁ ତାର ମୂଲ୍ୟ। ମୁଁ ମଧ୍ୟ, ମତେ ଟ୍ରାଏଲ କରିବା ପାଇଁ କିଏ ଗୋଟେ ଟ୍ରାଏଲ କର, ନ ଶୋଇକି ମୁଁ ତୁଳାଏ ସୁନା ଖାଇବି। କାହିଁକି? ଆମେ ମୂଲ୍ୟ ଜାଣିଛୁ। ପଇସାର ମୋତିର ମୂଲ୍ୟ ଜାଣିଛୁ, ସୁନାର ମୂଲ୍ୟ ଜାଣିଛୁ, ହୀରାର ମୂଲ୍ୟ ଜାଣିଛୁ। ସେଇ ମୂଲ୍ୟ ଆମମାନଙ୍କୁ କଣ କରୁଛି? ନ ଶୋଇକି ଉଜାଗର ରହିକି ପାଇବା ପାଇଁ ଆମମାନଙ୍କୁ ଆଗ୍ରହ ଦେଉଛି। ଆମମାନଙ୍କ ପୁଅ ଝିଅମାନଙ୍କର ମୂଲ୍ୟ ଜାଣିଛୁ, ସେଥିପାଇଁ ସେମାନେ ଯେତେବେଳେ ମେଡିକାଲରେ ରହିଲେ ଆମମାନଙ୍କୁ ନିଦ ଆସୁନାହିଁ, କାରଣ ଆମମାନଙ୍କର ଛୁଆମାନଙ୍କର ମୂଲ୍ୟ ଆମେ ଜାଣିଛୁ। ହାଲେଲୁୟା। ତେଣୁ ପ୍ରାର୍ଥନାର ମୂଲ୍ୟ ମୁଁ ଏବଂ ଆପଣମାନେ ଜାଣିବା ଦରକାର। ଆଉ ତାହା ଯୀଶୁ ଖ୍ରୀଷ୍ଟ ଜାଣିଥିଲେ, ସେ ଆମମାନଙ୍କୁ ପ୍ରକାଶ କରିଛନ୍ତି। ତେଣୁ ଯୀଶୁ ଯେତେବେଳେ ପ୍ରାର୍ଥନା କରୁଛନ୍ତି, ପ୍ରାର୍ଥନା କରୁଥିବା ସମୟରେ କଣ ହେଲା? ସମସ୍ତେ କୁହନ୍ତୁ କଣ ହେଲା? ଯେତେବେଳେ ଯୀଶୁ ଖ୍ରୀଷ୍ଟ ପ୍ରାର୍ଥନା କରୁଥିଲେ, ସେଇ ସମୟରେ ପ୍ରାର୍ଥନା କରୁଥିବା ସମୟରେ ତାଙ୍କର ମୁଖ କଣ ହେଲା? ପରିବର୍ତ୍ତିତ ହେଲା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ମୋର ପ୍ରିୟ ଲୋକମାନେ, ପ୍ରେୟାର ଆଫେକ୍ଟସ୍ ୟୋର ବଡି। ମୁଁ କହିବା ପାଇଁ ଚାହେଁ, ଯେତେବେଳେ ଆପଣମାନେ ପ୍ରାର୍ଥନା କରିବେ, ସେଇ ପ୍ରାର୍ଥନାର ଶକ୍ତି ଆପଣମାନଙ୍କର ଶରୀରକୁ ପ୍ରଭାବ ପକାଇବ। ହାଲେଲୁୟା। ରୋଗର ଆତ୍ମା ଦୂର ହେବ, ଦୁର୍ବଳ ଆତ୍ମା ଦୂର ହେବ, ଶରୀରର ପୀଡ଼ା ଦୂର ହେବ, କାରଣ ସେଇ ଶକ୍ତି ପ୍ରାର୍ଥନାରେ ଅଛି। ହାଲେଲୁୟା। ତେଣୁ ଯେତେବେଳେ ଯୀଶୁ ପ୍ରାର୍ଥନା କଲେ, ତାଙ୍କର ଶରୀରକୁ ପ୍ରଭାବ ପକାଇଲା। ପ୍ରେଜ୍ ଦ ଲର୍ଡ। ଏ ମୁଖ କଣକୁ ବୁଝାଏ? ଶରୀର। ତାଙ୍କର ମୁଖ ପରିବର୍ତ୍ତିତ ହେଲା। ପ୍ରେଜ୍ ଦ ଲର୍ଡ। ତାଙ୍କର ମୁଖ ଉଜ୍ଜଳ ହେଲା। ଏ କ୍ରିମ ପାଉଡର କଥା ନାହିଁ, ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ବୋଲି ଆମେ ଚାହୁଁଛୁ। ଆଜି ଆମମାନଙ୍କୁ ପ୍ରାର୍ଥନା କରିବା ଦରକାର। ପ୍ରେଜ୍ ଦ ଲର୍ଡ। ସେଦିନ ମୂଷା ଯେତେବେଳେ ପ୍ରାର୍ଥନା କରି ଆସିଲେ, ତାଙ୍କର ମୁଖ ଚାଞ୍ଚଲ୍ୟମାନ ହୋଇଥିଲା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆଲୋକ ପରି ଚାଞ୍ଚଲ୍ୟମାନ ହୋଇଥିଲା। ପ୍ରାର୍ଥନା ଆମମାନଙ୍କର ଶରୀରକୁ ପ୍ରଭାବ ପକାଇବ, ଶରୀରରେ ଆଶୀର୍ବାଦ ଆଣିଦେବ। ହାଲେଲୁୟା। ଯଦି ଆଜି ଆପଣମାନେ ଶରୀରରେ ପୀଡ଼ା ଅଛନ୍ତି, ଯନ୍ତ୍ରଣା ପାଉଛନ୍ତି, କଷ୍ଟ ପାଉଛନ୍ତି, ବେଦନା ଅଛି, ଗୋଟିଏ ବିଷୟ କରନ୍ତୁ, ପ୍ରାର୍ଥନା କରନ୍ତୁ। ହାଲେଲୁୟା। ସେ 12 ବର୍ଷର ସ୍ତ୍ରୀ ସେ କଣ କଲେ? ସେ ପ୍ରାର୍ଥନା କଲେ। ହାଲେଲୁୟା। ସେ ପ୍ରାର୍ଥନା କରି ଯାଉଛନ୍ତି, ମୁଁ ଯଦି ଯୀଶୁଙ୍କୁ ସ୍ପର୍ଶ କରିବି, ତାଙ୍କର ଝୁମ୍ପାକୁ ମୁଁ ସ୍ପର୍ଶ କରିବି, ତାହେଲେ ମୁଁ କଣ ହେବି? ସୁସ୍ଥ ହେବି। ଆଉ ସେତେବେଳେ ଯୀଶୁ କହୁଛନ୍ତି, ମୋର ଶରୀରରୁ ଶକ୍ତି ନିର୍ଗମତ ହେଲା। ସେତେବେଳେ ଭିତରେ କହୁଛନ୍ତି, ପ୍ରଭୁ କେତେ ଜଣ ତମକୁ ଛୁଉଁଛନ୍ତି? ନାଇଁ ନାଇଁ, କେହି ଜଣେ ମୋର ଶରୀରରୁ ଶକ୍ତିକୁ ନେଇଗଲା। ମୋର ପ୍ରିୟ ଲୋକମାନେ, ଆପଣ ମାନଙ୍କର ପ୍ରାର୍ଥନା ଈଶ୍ୱରଙ୍କର ଶକ୍ତିକୁ ଟାଣିବା ପାଇଁ ସାହାଯ୍ୟ କରେ। ଆଉ ସେଇ ଶକ୍ତି ଆପଣଙ୍କର ଶରୀରକୁ ପ୍ରଭାବ ପକାଇ ଆପଣ ମାନଙ୍କୁ ବଳବାନ କରିବ। ହାଲେଲୁୟା। ଏବଂ କଣ ତାଙ୍କର ପରିବର୍ତ୍ତିତ ହେଲା? ଏବଂ ତାଙ୍କର ବସ୍ତ୍ର, ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ବସ୍ତ୍ର ବସ୍ତ୍ର ଆପଣ ମାନଙ୍କର ବସ୍ତ୍ରରେ ଈଶ୍ୱରଙ୍କର ଶକ୍ତି ନିର୍ଗତ ହେବ। ପ୍ରେଜ୍ ଦ ଲର୍ଡ। ଯେତେବେଳେ ଯୀଶୁ ପ୍ରାର୍ଥନା କରୁଥାନ୍ତି, ତାଙ୍କର ବସ୍ତ୍ର, ସେ 12 ବର୍ଷ ରକ୍ତସ୍ରାବ ସ୍ତ୍ରୀ କଣ ଛୁଇଁଲା? କଣ ଛୁଇଁଲା? ତାଙ୍କର ଝୁମ୍ପା, ତାଙ୍କର ବସ୍ତ୍ରକୁ ଛୁଇଁଲା, ସେ ସୁସ୍ଥତା ପାଇଲା। ହାଲେଲୁୟା। ଆପଣ ଯେତେବେଳେ ଯିବେ, ଆପଣମାନଙ୍କ ଶରୀରକୁ, ଆପଣମାନଙ୍କର ବସ୍ତ୍ରକୁ ଲୋକମାନେ ଛୁଇଁବା ଦ୍ୱାରା
ସୁସ୍ଥ ହେବେ। ହାଲେଲୁୟା। ସେଦିନ ପାଉଲଙ୍କର ରୁମାଲ ପିତରଙ୍କର ଛାୟାରେ ଲୋକମାନେ ସୁସ୍ଥ ହେଉଥିଲେ। ଆଜି ସେଇ ସୁସ୍ଥତା ସେଇ ଶକ୍ତି ଆଜି ମଣ୍ଡଳୀ ଦ୍ୱାରା ମୋ ଦ୍ୱାରା ଆପଣମାନଙ୍କ ଦ୍ୱାରା ପରମେଶ୍ୱର ପ୍ରକାଶ କରିବା ପାଇଁ ଚାହାନ୍ତି। ଯେତେବେଳେ ଆମେ ପ୍ରାର୍ଥନା କରିବା ପ୍ରଭୁ ମୁଁ ପ୍ରାର୍ଥନା କରେ ଆମକୁ ସେଇ ପ୍ରାର୍ଥନାର ଯଥା ଗୁଣ ହେବା ପାଇଁ ସାହାଯ୍ୟ କର। ହାଲେଲୁୟା। ତାଙ୍କର ବସ୍ତ୍ର କଣ ହେଲା? ସୁବର୍ଣ୍ଣ ବର୍ଣ୍ଣ ହେଲା ଏବଂ ଲେଖା ଅଛି ଓ ଅତ୍ୟନ୍ତ ଉଜ୍ଜଳ ହେଲା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଯେତେବେଳେ ଆମେ ପ୍ରାର୍ଥନା କରିବା ତଳେ ଯଦି ଆପଣମାନେ ପଢିବେ ସେ ଦର୍ଶନ ଦେଖିଲେ ମୁଁ କହିବା ପାଇଁ ଚାହେଁ ପ୍ରାର୍ଥନା ଏଠାରେ ଯୀଶୁଙ୍କର 3ଟି କାର୍ଯ୍ୟ ଆମେ ଦେଖୁଛୁ। ତାଙ୍କର ଶରୀରରେ ପ୍ରଭାବ ପକାଇଲା, ତାଙ୍କର ବସ୍ତ୍ରରେ ପ୍ରଭାବ ପକାଇଲା, ଆଉ ସେ ଯେଉଁ ସ୍ଥାନରେ ଥିଲେ ସେଇ ସ୍ଥାନ ଚାଞ୍ଚଲ୍ୟମାନ ହେଲା। ପ୍ରେଜ୍ ଦ ଲର୍ଡ। ମୋର ପ୍ରିୟ ଲୋକମାନେ, ପ୍ରେୟାର affects your body, your clothes, your atmosphere. ପ୍ରେଜ୍ ଦ ଲର୍ଡ। ଆପଣଙ୍କର ପରିବେଶ ପରିବର୍ତ୍ତନ ହେବ, ଆପଣଙ୍କର ଗୃହର ପରିବେଶ ପରିବର୍ତ୍ତନ ହେବ, ଆପଣଙ୍କର ବ୍ୟବସାୟ କାର୍ଯ୍ୟର ସ୍ଥାନ ପରିବର୍ତ୍ତନ ହେବ, ଆପଣଙ୍କର ମଣ୍ଡଳୀ ପରିବର୍ତ୍ତନ ହେବ, ଆପଣଙ୍କର ପରିବାର ସ୍ଥାନ ପରିବର୍ତ୍ତନ ହେବ। କାରଣ ସେଇ ଶକ୍ତି ପ୍ରାର୍ଥନାରେ ରହିଅଛି। ହାଲେଲୁୟା। କୁହନ୍ତୁ ନାହିଁ ପାଷ୍ଟର ଆମର ସମସ୍ୟା ଦୂର ହଉନାହିଁ, ଆମର ରୋଗ ଦୂର ହଉନାହିଁ। ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଏଇ ସମସ୍ୟା, ଏଇ ରୋଗ, ଏଇ ଦୁଃଖ, ଏଇ ଅଭାବ ଦୂର କରିବା ପାଇଁ ଗୋଟିଏ ଶକ୍ତି ଆମକୁ ସାହାଯ୍ୟ କରିବ, ତାହା ହଉଛି ପ୍ରାର୍ଥନା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ତା ଯୀଶୁଙ୍କ ଜୀବନରେ ଆମେ ଦେଖୁଛୁ। ମୁଁ ଭାବୁଥିଲି ପ୍ରଭୁ ତା ତ ତୁମେ କଲ, କିନ୍ତୁ ମଣ୍ଡଳୀ ପାଇଁ କଣ ଅଛି? ମୁଁ ପ୍ରେରିତ ପୁସ୍ତକ ପଢୁଥିଲି, ଯେତେବେଳେ ପ୍ରଥମ ଶତାବ୍ଦୀ ମଣ୍ଡଳୀର ଲୋକମାନେ ଆଶ୍ଚର୍ଯ୍ୟ ଅଦ୍ଭୁତ ଅଲୌକିକ କାର୍ଯ୍ୟରେ ସେମାନେ ବଞ୍ଚୁଥିଲେ, ଆଉ ସେମାନଙ୍କୁ ଗୋଟିଏ ବିଷୟ ସାହାଯ୍ୟ କରୁଥିଲା, ସେଥିପାଇଁ ତାହା ହଉଛି ପ୍ରାର୍ଥନା। ହାଲେଲୁୟା। ଆପଣମାନେ ଯଦି ପ୍ରେରିତ ପୁସ୍ତକ ଯାଇକି ପଢିବେ, ପ୍ରେୟାର ୱାଜ ଦେୟାର ଫୁଡ, ପ୍ରାର୍ଥନା ସେମାନଙ୍କର ଖାଦ୍ୟ ଥିଲା, ପ୍ରାର୍ଥନା ସେମାନଙ୍କର ନିଶ୍ୱାସ ପ୍ରଶ୍ୱାସ ଥିଲା, ପ୍ରାର୍ଥନା ସେମାନଙ୍କର ଜୋର ଥିଲା। ପ୍ରାର୍ଥନା ପ୍ରାର୍ଥନା ପ୍ରଥମ ଶତାବ୍ଦୀର ମଣ୍ଡଳୀର ଲୋକମାନଙ୍କ ପାଇଁ ସବୁ କିଛି ଥିଲା। ହାଲେଲୁୟା। ସବୁ କିଛି ସେମାନଙ୍କ ପାଇଁ ଥିଲା ପ୍ରାର୍ଥନା। ହାଲେଲୁୟା। ଖାଦ୍ୟ ଥାଉ ନଥାଉ ସେମାନେ ଚାହୁଁଥିଲେ ପ୍ରାର୍ଥନା, ବସ୍ତ୍ର ଥାଉ ନଥାଉ ସେମାନେ ଚାହୁଁଥିଲେ ପ୍ରାର୍ଥନା, ଘର ଥାଉ ନଥାଉ ସେମାନେ ଚାହୁଁଥିଲେ ପ୍ରାର୍ଥନା। ପ୍ରାର୍ଥନା 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 ସେମାନଙ୍କୁ এই ଜଗତକୁ ଶକ୍ତିରେ ପ୍ରକାଶିତ ହେବା ପାଇଁ ସାହାଯ୍ୟ କଲା। ଗୋଟେ ଜାଗାରେ ଲେଖା ଅଛି, ସେଇ ଶତାବ୍ଦୀର ମଣ୍ଡଳୀର ଲୋକମାନଙ୍କୁ ସେମାନେ ଭୟଭୀତ ହେଲେ। କଣ ହେଲେ? ଭୟଭୀତ। ଆଜି ଆମେ କାହାକୁ ଭୟଭୀତ ହଉଛୁ? ଆମେ ଅନ୍ୟମାନଙ୍କୁ ଭୟଭୀତ ହଉଛୁ। ମୋର ପ୍ରିୟ ଲୋକମାନେ, ଆମମାନଙ୍କର ପରମେଶ୍ୱର ଜୀବିତ ପରମେଶ୍ୱର। ହାଲେଲୁୟା। ସେ ମୃତ୍ୟୁବରଣ କଲେ, ସେ ସମାଧି ହେଲେ, ତୃତୀୟ ଦିବସରେ ସେ ଜୀବିତ ହେଲେ ଏବଂ ସେ 500 ଲୋକମାନଙ୍କୁ ଦେଖାଦେଲେ, ଦର୍ଶନ ଦେଇ ପ୍ରମାଣିତ କରି ସେ କହିଲେ ମୁଁ ମୃତ ହେଲି, ସମାଧି ହେଲି, ମୁଁ ଜୀବିତ, ମୁଁ ଆଲଫା, ମୁଁ ଓମେଗା, ମୋ ଠାରେ ମୃତ ଜୀବନର ଚାବିକାଠି ଅଛି। ପ୍ରେଜ୍ ଦ ଲର୍ଡ। ସେଇ ପ୍ରଭୁଙ୍କୁ ଆଜି ଆମେ ଉପାସନା କରୁଛୁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। କେବଳ ଆଜି ଆମମାନଙ୍କର ପ୍ରୋବ୍ଲେମ, we have to change our system. ପ୍ରେଜ୍ ଦ ଲର୍ଡ। ଆମମାନଙ୍କର ଚିନ୍ତାଧାରା, ଆମମାନଙ୍କର କାର୍ଯ୍ୟକଳାପ, ଆମମାନଙ୍କର ଭାବନା, ଆମମାନଙ୍କର ଅଭ୍ୟାସ, ଆମମାନଙ୍କର ପାରମ୍ପରିକ ବିଷୟକୁ ଆଜି ଆମେ ପରିବର୍ତ୍ତନ କରିବାର ଅଛି। ହାଲେଲୁୟା। ଗତ ଦିନ ମୋର ଗୋଟେ ପ୍ରାର୍ଥନା ହେଲା, ପ୍ରଭୁ ମୁଁ ଅନ୍ୟ ସେବକମାନଙ୍କ ପରି ମୁଁ ବଞ୍ଚିବା ପାଇଁ ଚାହୁଁନାହିଁ। এই ଜଗତରେ ମୁଁ ଯେତେ ଦିନ ବଞ୍ଚିଥିବି ତୁମର ଶକ୍ତିକୁ ପ୍ରକାଶ କରିବାର ଦାସ ହେବା ପାଇଁ ସାହାଯ୍ୟ କର। ଆଜି ଆମମାନଙ୍କର ସମସ୍ତଙ୍କର ପ୍ରାର୍ଥନା ହେବା ଦରକାର। ଆଜି ଆମେ ତର୍କ ବିତର୍କ ଦ୍ୱାରା ଏ ଜଗତର ଲୋକମାନଙ୍କୁ ଆମେ ପ୍ରଭୁଙ୍କର ବିଷୟ କହିପାରିବା ନାହିଁ। ଆଜି ଶକ୍ତି ଦ୍ୱାରା ଆମମାନଙ୍କର ପ୍ରଭୁ ଯେ ଜୀବିତ ତାହା ଆମେ ପ୍ରମାଣିତ କରିପାରିବା। ହାଲେଲୁୟା। ଶକ୍ତି ଶକ୍ତି। ସେଇଦିନ ପିତର ପାଖକୁ ଲୋକମାନେ ଦୌଡ଼ି ଆସିଥିଲେ। ପିତର ପାଖକୁ ସେମାନେ ଦୌଡ଼ି ଆସି କହିଲେ, ପିତର କେଉଁ ଶକ୍ତି କେଉଁ ଭକ୍ତିରେ ଏ ଲେଙ୍ଗଡ଼ାକୁ ତୁମେ
ଚଲେଇଲ। ପିତର କଣ କହିଲେ? ମୋର ଶକ୍ତି ଭକ୍ତିରେ ମୁଁ ଚଲେଇ ନାହିଁ, ଯେଉଁ ଯୀଶୁ ଖ୍ରୀଷ୍ଟ ପୁନରୁତ୍ଥିତ ହେଲେ ଜୀବିତ, ସେଇ ଯୀଶୁଙ୍କର ଶକ୍ତିରେ এই ଲେଙ୍ଗଡ଼ା ବ୍ୟକ୍ତି ଚାଲିଅଛି। ହାଲେଲୁୟା। ଆଜି ସେଇ ଶକ୍ତି ସେ ଆମମାନଙ୍କ ଦ୍ୱାରା ନିର୍ଗତ କରିବା ପାଇଁ ଚାହାନ୍ତି, ଆମମାନଙ୍କ ଦ୍ୱାରା ପ୍ରକାଶିତ କରିବା ପାଇଁ ଚାହାନ୍ତି। ଆଉ ତା ସେତେବେଳେ ପ୍ରକାଶିତ ହେବ ଯେତେବେଳେ ଆମେ ପ୍ରାର୍ଥନାକାରୀ ହେବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆଜି ଦୁଃଖର ବିଷୟ ମଣ୍ଡଳୀରେ କଣ ଜାଣନ୍ତି? ମଣ୍ଡଳୀରେ ଆଜି ଦୁଃଖର ବିଷୟ, ଆଜି ମଣ୍ଡଳୀରେ ପ୍ରାର୍ଥନା ନାହିଁ। ଆଜି ପ୍ରାର୍ଥନାକାରୀ ଯୋଦ୍ଧା ମାନେ ନାହାନ୍ତି। ସେଇଦିନ ସେଇ ସିଂହ ଗର୍ତ୍ତରୁ ଦାନିଏଲକୁ ଉଦ୍ଧାର କରିଥିଲା ସେଇ ଦାନିଏଲର ପ୍ରାର୍ଥନା। ହାଲେଲୁୟା। ସେଇ ସଦ୍ରକ ମେଷକ ଅବେଦନେଗୋକୁ ସେଇ ଅଗ୍ନିକୁଣ୍ଡରୁ ଉଦ୍ଧାର ପାଇବା ପାଇଁ ସାହାଯ୍ୟ କରିଥିଲା ସେମାନଙ୍କର ପ୍ରାର୍ଥନା। ପ୍ରେଜ୍ ଦ ଲର୍ଡ। ବିଶ୍ୱାସଯୁକ୍ତ ପ୍ରାର୍ଥନା, ଧାର୍ମିକର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରିଥାଏ। ଆଜି ଆପଣ ଭୁବନେଶ୍ୱର ଲୋକମାନଙ୍କୁ କଣରେ ପ୍ରମାଣିତ କରିବେ ଯେ ଆପଣ ମାନଙ୍କର ପ୍ରଭୁ ଜୀବିତ? କଣରେ ପ୍ରମାଣ? ଟଙ୍କାରେ? ଏମିତି ବି ତ ଆମେ ଭଡ଼ାଟିଆ ଘରେ ଅଛୁ, ଘରରେ ଆମମାନଙ୍କର ଏଜୁକେସନ, ଆମମାନଙ୍କର ଷ୍ଟାଟସ୍। ମୋର ପ୍ରିୟ ଲୋକମାନେ, এই জগତ ଆମମାନଙ୍କର ଜ୍ଞାନ ବଳରେ ଯୀଶୁଙ୍କୁ ଜାଣିବ ନାହିଁ। ଜଗତ କେବଳ ସେ ଯୀଶୁଙ୍କର ଶକ୍ତି ନିର୍ଗତ ହେବା ଦ୍ୱାରା ସମସ୍ତେ ଯୀଶୁ ଯେ ପ୍ରଭୁ ବୋଲି ଜାଣିବେ। ପ୍ରେଜ୍ ଦ ଲର୍ଡ। ଆଉ ତାର ଉତ୍ତରଦାୟୀ ମୁଁ ଏବଂ ଆପଣମାନେ। ପ୍ରେଜ୍ ଦ ଲର୍ଡ। ମଣ୍ଡଳୀକୁ କାହିଁକି ପ୍ରଭୁ ରଖିଛନ୍ତି? ପ୍ରଥମ ଶତାବ୍ଦୀ ମଣ୍ଡଳୀର ଲୋକମାନଙ୍କ ବିଷୟରେ ମୁଁ ପଦେ କହିକି ମୁଁ ସମାପ୍ତ କରିବି। ପ୍ରେରିତ 1:14 ପ୍ରେରିତ 1:14 ଯେତେବେଳେ ପ୍ରଥମ ମଣ୍ଡଳୀ ସ୍ଥାପନ ହେଲା, ସେ ମଣ୍ଡଳୀ ବିଶ୍ୱାସୀ ମାନଙ୍କର ଜୀବନ ଶୈଳୀକୁ ଆଜି ଆମେ ଅନୁଧ୍ୟାନ କରିବା। ଯେଉଁ ଜୀବନ ଶୈଳୀ ଆଜି ଆମମାନଙ୍କର ମଧ୍ୟ ହେବା ଦରକାର। ପ୍ରେରିତ 1:14 ଏମାନେ ସମସ୍ତେ ସ୍ତ୍ରୀ ଲୋକମାନଙ୍କ ସହିତ ଏବଂ ଯୀଶୁଙ୍କ ମାତା ମରିୟମ ତାଙ୍କ ଭାଇମାନଙ୍କ ସହିତ ଏକଚିତରେ ପ୍ରାର୍ଥନାରେ ନିବିଷ୍ଟ ହୋଇ ରହିଲେ। ପ୍ରେଜ୍ ଦ ଲର୍ଡ। କେତେ ଜଣ ଯୀଶୁ ଯେତେବେଳେ ସ୍ୱର୍ଗାରୋହଣ କଲେ ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ଯୀଶୁ ଆଜି କଣ କରୁଛନ୍ତି? ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ଯୀଶୁ କଣ କରୁଛନ୍ତି? କଣ କରିଛନ୍ତି? ବସିଛନ୍ତି, ବସିକି ଦେଖୁଛନ୍ତି। ବ୍ଲେସିଂ ପ୍ରେୟାର ୟୁନାଇଟେଡ୍ ଚର୍ଚ୍ଚର ଲୋକମାନେ କେମିତି ବୋଲି ଦେଖୁଛନ୍ତି? କଣ କରୁଛନ୍ତି? ସ୍ୱର୍ଗରେ ବି, ସ୍ୱର୍ଗରେ କଣ କରୁଛନ୍ତି? ସ୍ୱର୍ଗରେ ବି ସେ ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ବସି ମଣ୍ଡଳୀ ପାଇଁ ପ୍ରାର୍ଥନା କରୁଛନ୍ତି। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଯଦି ଯୀଶୁ ଆଜି ପର୍ଯ୍ୟନ୍ତ ପ୍ରାର୍ଥନା କରୁଛନ୍ତି, ଯାହାକି ପ୍ରେରିତ ପୁସ୍ତକରେ ଲେଖା ଅଛି, ସେମାନେ ସମସ୍ତେ ସ୍ତ୍ରୀ ଲୋକମାନଙ୍କ ସହିତ ଏବଂ ଯୀଶୁଙ୍କ ମାତା ମରିୟମ ଭାଇମାନେ ତାଙ୍କ ଭାଇମାନଙ୍କ ସହିତ ଏକ ଚିତ୍ତରେ ପ୍ରାର୍ଥନାରେ ନିବିଷ୍ଟ ହୋଇ ରହିଲେ। ପ୍ରେଜ୍ ଦ ଲର୍ଡ। ମୋର ପ୍ରିୟ ଲୋକମାନେ, ଆଜି এই দিন ମାନଙ୍କରେ এই ସତ୍ୟତା ଆମମାନଙ୍କର ଚର୍ଚ୍ଚରେ ମଧ୍ୟ ସ୍ଥାପିତ ହେବା ଦରକାର। ପ୍ରେଜ୍ ଦ ଲର୍ଡ। ସେମାନେ କେତେ ଜଣ? 120 ଜଣ। ସେମାନେ ଏକ କୋଠରୀରେ ନିବିଷ୍ଟ ଚିତ୍ତ ହୋଇ ସମସ୍ତେ ପ୍ରାର୍ଥନା କଲେ। ଆଉ ସେ ପ୍ରାର୍ଥନାର ଉତ୍ତର କଣ ହେଲା? 2 ଅଧ୍ୟାୟ ଆମେ ଯଦି 1 ପଦ ପଢିବା, ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ ସମସ୍ତେ ଏକ ସ୍ଥାନରେ ସମବେତ ଥିଲେ। ଆଉ ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ଅକସ୍ମାତ ଆକାଶରୁ ଆସି ଯେଉଁ ଗୃହରେ ସେମାନେ ବସିଥିଲେ ସେ ଗୃହର ସର୍ବତ୍ର ବ୍ୟାପିଗଲା। ଆଉ ଅଗ୍ନି ସଦୃଶ ଜୀବ ଗୁଡ଼ିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଗତି ଗତି କରି ସେମାନଙ୍କୁ ପ୍ରତ୍ୟେକ ଜଣଙ୍କ ଉପରେ ଅଧିଷ୍ଠିତ ହେଲା। ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ। ହାଲେଲୁୟା। କେତେ ଜଣ? କେତେ ଜଣ? ଅଳ୍ପ। ଏଇଟା ପାଷ୍ଟର ମାନଙ୍କ ପାଇଁ, ଏଇଟା ସେମାନଙ୍କ ପାଇଁ, ଏଇଟା ସେମାନେ କେତେ ଜଣ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ? ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଆଜି ମୋର ପ୍ରାର୍ଥନା, ଯେତେବେଳେ ଆମେ ପ୍ରାର୍ଥନା କରିବା ପବିତ୍ର ଆତ୍ମାରେ ଆମେ ପରିପୂର୍ଣ୍ଣ ହେବା। ହାଲେଲୁୟା। ଆଉ ଯେତେବେଳେ ସେମାନେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, 2:22 ପଦରେ ଲେଖା ଅଛି, ସେମାନେ ପ୍ରେରିତ ମାନଙ୍କ ଶିକ୍ଷାରେ, ସହଭାଗିତାରେ, ରୋଟି ଭାଙ୍ଗିବାରେ, ପ୍ରାର୍ଥନା କରିବାରେ
নিবিষ্ট চিত্ত রইলে। হালেলুয়া। প্রার্থনা 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 ପ୍ରାର୍ଥନାରେ କଣ ହେଇକି ରହୁଛନ୍ତି? ନିବିଷ୍ଟ ଚିତ୍ତ। ପ୍ରାର୍ଥନାକୁ ନିବିଷ୍ଟ ଚିତ୍ତ କଲେ। ଆଉ କଣ ଲେଖା ହେଇଛି ତଳେ ଯଦି ପଢିବା, ଆଉ ଲୋକ ସମସ୍ତେ ଭୀତ ହେବାକୁ ଲାଗିଲେ। କଣ ହେବାକୁ ଲାଗିଲେ? ଭୀତ ମାନେ କଣ? ଭୟ, ଡରିଲେ। ଡରିଲେ କାହିଁକି ଡରିଲେ? ତଳେ ଲେଖା ଅଛି ପ୍ରେରିତ ମାନଙ୍କ ଦ୍ୱାରା ଅନେକ ଅଦ୍ଭୁତ ମହାନ କାର୍ଯ୍ୟ ଗୁଡ଼ିକ ସାଧିତ ହେଲା। ହାଲେଲୁୟା। ତେଣୁ ପ୍ରିୟ ଲୋକମାନେ, ଆଜି ଆମମାନଙ୍କ ଜୀବନରେ, ଏଇ ଭୁବନେଶ୍ୱରରେ, ଏଇ ଓଡ଼ିଶାରେ, ଏଇ ଭାରତ ବର୍ଷରେ ଆମମାନଙ୍କ ମଣ୍ଡଳୀ ଦ୍ୱାରା, ଆମମାନଙ୍କ ଦ୍ୱାରା, ଆମମାନଙ୍କ ପରିବାର ଦ୍ୱାରା ଯଦି ଆଶ୍ଚର୍ଯ୍ୟ କର୍ମ ବୋଲି ଯଦି ଆମେ ଚାହୁଁଛୁ, ଆସ ଆମେ ସମସ୍ତେ ନିବିଷ୍ଟ ଚିତ୍ତରେ ପ୍ରାର୍ଥନା କରିବା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଆଉ 3 ଅଧ୍ୟାୟ 1 ପଦ ଲେଖା ଅଛି, ଦିନେ ପ୍ରାର୍ଥନାର ନିର୍ଦ୍ଦିଷ୍ଟ ସମୟରେ, କୋଉ ସମୟରେ? କୋଉ ସମୟରେ? ପ୍ରାର୍ଥନାର ନିର୍ଦ୍ଦିଷ୍ଟ ସମୟରେ ପିତର ଜୋନ ଯେତେବେଳେ ସେମାନେ ମନ୍ଦିରକୁ ଯାଉଛନ୍ତି, ସେଠାରେ ମାତୃ ଗର୍ଭର ଜଣେ ଖଞ୍ଜାକୁ ସେମାନେ ଦେଖୁଛନ୍ତି। ଖଞ୍ଜକୁ ସେତେବେଳେ ପିତର କହିଲେ, ସୁନା କି ରୂପା ମୋର ନାହିଁ, ମାତ୍ର ମୋର ଯାହା ଅଛି ତା ମୁଁ ତୁମକୁ ଦେଉଛି, ନାଜାରେତ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଚାଲ। କେଉଁ ସମୟରେ ସେ ଖଞ୍ଜ ବ୍ୟକ୍ତି ସୁସ୍ଥ ହେଲା? କେଉଁ ସମୟରେ? ପ୍ରାର୍ଥନାର ନିର୍ଦ୍ଦିଷ୍ଟ ସମୟରେ। ପ୍ରାର୍ଥନା ପ୍ରାର୍ଥନା କଣ କରିବ ମୋର ପ୍ରିୟ ଲୋକମାନେ? ଲେଙ୍ଗଡ଼ା ମାନଙ୍କୁ ଚାଲିବା ପାଇଁ ଶକ୍ତି ଦେବ, ମୃତ ମାନଙ୍କୁ ଜୀବିତ ହେବା ପାଇଁ ଶକ୍ତି ଦେବ, ଅନ୍ଧ ମାନଙ୍କୁ ନୟନ ଦେଖିବା ପାଇଁ ଶକ୍ତି ଦେବ। କାରଣ ପ୍ରାର୍ଥନା ଶରୀର ଉପରେ ପ୍ରଭାବ ପକାଇବ। ହାଲେଲୁୟା। ତେଣୁ ପ୍ରାର୍ଥନାରେ ଆମେ ଦୁର୍ବଳ ହେବା ନାହିଁ। এই ଦିନ ମାନଙ୍କରେ ପ୍ରାର୍ଥନା କରିବା, ତୃଷିତ ହେବା। ପ୍ରଭୁ ଆତ୍ମାରେ ପରିପୂର୍ଣ୍ଣ କର, ମତେ ଜଣେ ପ୍ରାର୍ଥନାକାରୀ କର ପ୍ରଭୁ। ପ୍ରାର୍ଥନାରେ ଯଥ କର। ଥକାବୋଧ ହେଇଥିଲେ ମଧ୍ୟ ପ୍ରାର୍ଥନା କରିବା, ନିଦ ଆସୁଥିଲେ ମଧ୍ୟ ପ୍ରାର୍ଥନା କରିବା, ଭୋକ ଆସୁଥିଲେ ମଧ୍ୟ ପ୍ରାର୍ଥନା କରିବା, ପ୍ରଚୁରତାରେ ପ୍ରାର୍ଥନା କରିବା, ଅଭାବରେ ପ୍ରାର୍ଥନା କରିବା, ରୋଗରେ ପ୍ରାର୍ଥନା କରିବା, ଦରିଦ୍ରତାରେ ପ୍ରାର୍ଥନା କରିବା, ପ୍ରତ୍ୟେକ ଅବସ୍ଥାରେ ପ୍ରାର୍ଥନା କରିବା। ତା ହେଉଛି ପିତା ପରମେଶ୍ୱରଙ୍କର ଇଚ୍ଛା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ସେ ଲେଙ୍ଗଡ଼ା ବ୍ୟକ୍ତିଙ୍କୁ ତାଙ୍କର ପ୍ରାର୍ଥନା ସୁସ୍ଥ କରିଥିଲା। ପ୍ରେରିତ 4 ଅଧ୍ୟାୟ ଯଦି ଆମେ 23-24 ପଦ ପଢିବା, ଯେତେବେଳେ ପ୍ରଥମ ଶତାବ୍ଦୀରେ ଯେତେବେଳେ ତାରନା ଆରମ୍ଭ ହେଲା, କଣ ଆରମ୍ଭ ହେଲା? ତାରନା କେବଳ ବର୍ତ୍ତମାନ ହେଉଛି ତା ନୁହେଁ। ଯୀଶୁଙ୍କର ସ୍ୱର୍ଗାରୋହଣ ପରେ ଶିଷ୍ୟମାନେ ଯେତେବେଳେ ପ୍ରଚାର କଲେ, ସୁସମାଚାର ପ୍ରଚାର କଲେ, ମଣ୍ଡଳୀ ସ୍ଥାପିତ ହେଲା, ଅନେକ ଲୋକମାନେ ଯୀଶୁଙ୍କ ନିକଟକୁ ଆସିଲେ, ସେହି ସମୟରେ ହିଁ ତାରନା ଆରମ୍ଭ ହେଲା। ଆଉ ଯେତେବେଳେ ତାରନା ଆରମ୍ଭ ହେଲା, ଆମେ ଦେଖୁଛୁ ପ୍ରେରିତ 4 ଅଧ୍ୟାୟ 23 ପଦରେ ଲେଖା ଅଛି, ସେମାନେ ମୁକ୍ତ ହୋଇ ଆପଣା ସଙ୍ଗୀ ମାନଙ୍କ ନିକଟକୁ ଗଲେ ଏବଂ ପ୍ରଧାନ ଯାଜକ ପ୍ରାଚୀନ ମାନେ ସେମାନଙ୍କୁ ଯାହା ଯାହା କହିଥିଲେ ସେ ସବୁ ଜଣାଇଲେ। ସେମାନେ ତାହା ଶୁଣି ଏକ ଚିତ୍ତରେ ଈଶ୍ୱରଙ୍କ ନିକଟରେ ଉଚ୍ଚ ସ୍ୱରରେ କଣ କଲେ? ପ୍ରାର୍ଥନା କଲେ। ହାଲେଲୁୟା। ଯେତେବେଳେ ସମସ୍ୟା ଆସିଲା, ଯେତେବେଳେ ତାରଣା ଆସିଲା, ଯେତେବେଳେ ବିପଦ ଆସିଲା, ଯେତେବେଳେ ଦୁଃଖ ଆସିଲା, ଯେତେବେଳେ କଷ୍ଟ ମଣ୍ଡଳୀକୁ ଆସିଲା, ମଣ୍ଡଳୀ କଣ କଲା? କଣ କଲା? ଏଟା ଲେଖା ଅଛି, ସେମାନେ ଏକ ଚିତ୍ତରେ ଈଶ୍ୱରଙ୍କ ନିକଟରେ ଉଚ୍ଚ ସ୍ୱରରେ ପ୍ରାର୍ଥନା କଲେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। କଣ ବୋଲି ପ୍ରାର୍ଥନା କଲେ? ଏ ପ୍ରଭୁ, ତୁମେ ଆକାଶ, ପୃଥିବୀ, ସମୁଦ୍ର ଏବଂ ସେ ସବୁ ମଧ୍ୟରେ ଥିବା ସମସ୍ତ ବିଷୟର ସୃଷ୍ଟି କରିଅଛ। ହାଲେଲୁୟା। ଆକାଶ କାହାର? ପରମେଶ୍ୱରଙ୍କର। ପୃଥିବୀ କାହାର? ପରମେଶ୍ୱରଙ୍କର। ସମୁଦ୍ର କାହାର? ପରମେଶ୍ୱରଙ୍କର। ଜଗତର ଲୋକମାନେ କାହାର? ପରମେଶ୍ୱରଙ୍କର। ତୁମେ ସମସ୍ତ ବିଷୟ ସୃଷ୍ଟି କରିଅଛ। ଯଦି ଆମେ ତଳକୁ ପଢିବା 31 ପଦ, ସେମାନେ ପ୍ରାର୍ଥନା କଲା ଉତ୍ତାରେ ଯେଉଁ ସ୍ଥାନରେ ଏକତ୍ରିତ ହୋଇଥିଲେ ତାହା କମ୍ପି ଉଠିଲା। ହାଲେଲୁୟା। ଆଟମୋସ୍ଫିୟର ଚେଞ୍ଜ ହେବ ମୋର ପ୍ରିୟ ଲୋକମାନେ ଯେତେବେଳେ ଆମେ ପ୍ରାର୍ଥନା କରିବା। ଏ ମଣ୍ଡଳୀର ଆଟମୋସ୍ଫିୟର ଚେଞ୍ଜ ହେବ ମୁଁ ଏବଂ ଆପଣ ମାନେ ଯେତେବେଳେ ପ୍ରାର୍ଥନା କରିବା। ହାଲେଲୁୟା। ଈଶ୍ୱରଙ୍କର ବାକ୍ୟରେ ଲେଖା
ଅଛି ସେ ତାଙ୍କର ଦାସମାନଙ୍କୁ ଅଗ୍ନି ଶିକ୍ଷା କରିବେ। କଣ କରିବେ? ଆମେ କଣ କରିବେ? ଅଗ୍ନି ଶିକ୍ଷା କରିବେ। ଆଉ ଅଗ୍ନି ପାଖକୁ ଯିଏ ଆଇବ ସେ କଣ ହେବ? କଣ ହେବ? ମାଛି କୋଉଠି ବସିଥାଏ? ଆରେ ମକ୍କି କାହା पर बैठता है? ମାଛି କୋଉଠି ବସିବ? କୋଉଠି ବସିବ? ଥଣ୍ଡା ହେଇଥିବା ଜାଗାରେ। କୋଉଠି ବସିବ? ଆଉ ଯୋଉଟା ଥଣ୍ଡା ହେଇଥିବ ସେ ଜାଗାରେ ମାଛି ଯାକ ଥିବେ, କିନ୍ତୁ ଯୋଉ ଜାଗା ଉତ୍ତପ୍ତ ଥିବ କୌଣସି ମାଛି ସେଠାରେ ବସି ପାରିବ ନାହିଁ। ତେଣୁ ପରମେଶ୍ୱର ଆଜି ଆମକୁ ଅଗ୍ନି ଶିକ୍ଷା କରିବା ପାଇଁ ଚାହାନ୍ତି। ସେ ଦ୍ୱାରରୁ ଯିଏ ଏଠିକି ପ୍ରବେଶ କରିବ ତା ଜୀବନରେ କିଛି ନା କିଛି ହେବା ଦରକାର। ପ୍ରେସାଲ ଆଉ ତା ସେତେବେଳେ ହେବ ଯେତେବେଳେ ଆମେ ମାନେ ପ୍ରାର୍ଥନା କରିବା। ହାଲେଲୁୟା। ସେମାନେ ଯେତେବେଳେ ପ୍ରାର୍ଥନା କଲେ, ଏକତ୍ର ହୋଇ ପ୍ରାର୍ଥନା କଲେ, ତା କମ୍ପି ଉଠିଲା। ପୁଣି ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ ସାହସରେ ଈଶ୍ୱରଙ୍କ ବାକ୍ୟ କହିବାକୁ ଲାଗିଲେ। ହାଲେଲୁୟା। ପବିତ୍ର ଆତ୍ମା କେତେବେଳେ ଆମେ ପରିପୂର୍ଣ୍ଣ ହେବା? ଯେତେବେଳେ ଆମେ ପ୍ରାର୍ଥନା କରିବା। ହାଲେଲୁୟା। ଆଉ ସେ ଯେତେବେଳେ ଆମମାନଙ୍କୁ ପରିପୂର୍ଣ୍ଣ କରିବେ, ମୋର ପ୍ରିୟ ଲୋକମାନେ, ଆପଣଙ୍କର ଘରର ପରିସ୍ଥିତି ପରିବର୍ତ୍ତନ ହେବ, ଆପଣଙ୍କର ପରିବାର ପରିବର୍ତ୍ତନ ହେବ, ଆପଣଙ୍କର କାର୍ଯ୍ୟ ପରିବର୍ତ୍ତନ ହେବ, ଆପଣଙ୍କର ଚିନ୍ତା ଭାବନା ପରିବର୍ତ୍ତନ ହେବ, ଆପଣଙ୍କର ସମସ୍ତ ବିଷୟ ପରିବର୍ତ୍ତନ ହେବ। ପ୍ରେସ୍ ଦ ଲର୍ଡ।